आपण माने पाइबे जिहोसियो पुस्तक तार 5 अध्याय 1 ରୁ 12 पद पर्यंत। जिहोसियो पुस्तक तार 5 अध्याय 1 पदରୁ 12 पद पर्यंत। जदि पढ़िया पाई डेरी हबो बोली भाबुछंती ताहाले गोटे दीटा पद अंतत माने पढ़िबा। 1 ରୁ अंतत 7 पद पर्यंत पढ़ंतु। तीन जने ଅନନ୍ତର पढ़ିବାର ଅଛି। ଆମ୍ଭେମାନେ ପାର ହେବା ଯାଏ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଜର୍ଦ୍ଦନ ଜଳ କି ରୂପେ ଶୁଷ୍କ କଲେ। ଏହା ଯେତେବେଳେ ଜର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରୀୟ ରାଜଗଣ ଓ ସମୁଦ୍ର ନିକଟସ୍ଥ କିଣାନୀୟ ରାଜଗଣ ଶୁଣିଲେ, ସେତେବେଳେ ସେମାନଙ୍କ ହୃଦୟ ତରଳି ଗଲା ଓ ଇସ୍ରାଏଲ ସନ୍ତାନମାନଙ୍କ ମୁଖ ସକାଶୁ ସେମାନଙ୍କ ଠାରେ ଆତ୍ମା ଆଉ ରହିଲା ନାହିଁ। ସେ ସମୟରେ ସଦାପ୍ରଭୁ ଜିଏସଙ୍କୁ କହିଲେ, ତୁମ୍ଭେ ଶିଳାର ଛୁରୀମାନ ନିର୍ମାଣ କରି ପୁନର୍ବାର ଦ୍ୱିତୀୟ ଥର ଇସ୍ରାଏଲ ସନ୍ତାନମାନଙ୍କୁ ସୁନ୍ନତ କର। ଏଥିରେ ଜିଓସିୟ ଶିଳା ଛୁରୀମାନ ନିର୍ମାଣ କରି ତୁକ୍ ପର୍ବତ ନିକଟରେ ଇସ୍ରାଏଲ ସନ୍ତାନଗଣ ସୁନ୍ନତ କରାଇଲେ। ପୁଣି ଜିଓସିୟ ସୁନ୍ନତ କରାଇବାର କାରଣ ଏହି, ମିସ୍ରରୁ ବାହାରି ଆସିବା ସମସ୍ତ ଲୋକ ମଧ୍ୟରେ ଯେତେ ପୁରୁଷ ଥିଲେ, ଯୋଦ୍ଧା ମନୁଷ୍ୟ ସମସ୍ତେ ମିସ୍ରରୁ ବାହାରି ଆସିଲା ଉତ୍ତାରେ ପ୍ରାନ୍ତର ମଧ୍ୟରେ ବାଟରେ ମଲେ। ଆହୁରି ଆସିଥିବା ସମସ୍ତ ଲୋକ ସୁନ୍ନତ ହୋଇଥିଲେ। ମାତ୍ର ମିସ୍ରରୁ ବାହାରି ଆସୁ ଆସୁ ଯେତେ ଲୋକ ବାଟରେ ପ୍ରାନ୍ତର ମଧ୍ୟରେ ଜନ୍ମିଥିଲେ, ସେମାନଙ୍କର ସୁନ୍ନତ ହୋଇ ନଥିଲା। ମିସ୍ରରୁ ନିର୍ଗତ ସମସ୍ତ ଗୋଷ୍ଠୀୟ ଲୋକ ଯୋଦ୍ଧା ମନୁଷ୍ୟମାନେ ସଦାପ୍ରଭୁଙ୍କ ରବ ନ ଶୁଣିବା ସକାଶୁ ସେ ସମସ୍ତଙ୍କ ସଂହାର ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣ 40 ବର୍ଷ ପ୍ରାନ୍ତରେ ଭ୍ରମଣ କଲେ। କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ବିଷୟରେ ସେମାନଙ୍କ ପୂର୍ବପୁରୁଷଙ୍କ ନିକଟରେ ଶପଥ କରିଥିଲେ, ସଦାପ୍ରଭୁ ସେମାନଙ୍କୁ ସେହି ଦୁଗ୍ଧମଧୁ ପ୍ରବାହୀ ଦେଶ ଦେଖିବାକୁ ଦେବେ ନାହିଁ ବୋଲି ଶପଥ କଲେ। ଏଣୁ ସେମାନଙ୍କ ପରିବର୍ତ୍ତରେ ସେମାନଙ୍କ ଯେଉଁ ସନ୍ତାନଗଣକୁ ସେ ଉଠାଇଲେ, ଜିଓସିୟ ସେମାନଙ୍କର ସୁନ୍ନତ କରାଇଲେ। ସେମାନେ ଅସୁନ୍ନତ ଥିଲେ, ଯେହେତୁ ପଥ ମଧ୍ୟରେ ସେମାନଙ୍କର ସୁନ୍ନତ କରାଯାଇ ନଥିଲା। ସେହି ସମସ୍ତ ଗୋଷ୍ଠୀୟ ଲୋକଙ୍କ ସୁନ୍ନତ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରେ ସେମାନେ ଛାଉଣି ମଧ୍ୟରେ ଆପଣା ଆପଣା ସ୍ଥାନରେ ସତେଜ ହେବା ପର୍ଯ୍ୟନ୍ତ ରହିଲେ। ଏ ଉତ୍ତାରେ ସଦାପ୍ରଭୁ ଜିଏସଙ୍କୁ କହିଲେ, ଆଜି ଆମ୍ଭେ ତୁମମାନଙ୍କ ଠାରୁ ମିସ୍ରର ଦୁର୍ନାମ ଘୁଞ୍ଚାଇଲୁ, ଯେହେତୁ ଆଜି ଯାଇ ସେହି ସ୍ଥାନର ନାମ ଗିଲଗଲ ଘୁଞ୍ଚିବାର ରହିଲା। ଇସ୍ରାଏଲ ସନ୍ତାନଗଣ ଗିଲଗଲରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ସେହି ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ବେଳେ ଜିରିହ ପଦାରେ ନିସ୍ତାର ପର୍ବ ପାଳନ କଲେ। ଆଉ ନିସ୍ତାର ପର୍ବର ପରଦିନ ସେମାନେ ଦେଶର ପୁରାତନ ଶସ୍ୟ ଭୋଜନ କଲେ। ସେହି ଦିନ ତାଡ଼ିଶୂନ୍ୟ ରୋଟି ଓ ଭଜା ଶସ୍ୟ ଖାଇଲେ। ପୁଣି ଦେଶର ପୁରାତନ ଶସ୍ୟ ଭୋଜନ କରିବାର ପରଦିନ ମାନ୍ନା ନିବୃତ୍ତ ହେଲା। ତହ ଇସ୍ରାଏଲ ସନ୍ତାନଗଣ ଆଉ ମାନ୍ନା ପାଇଲେ ନାହିଁ, ମାତ୍ର ସେମାନେ ସେହି ବର୍ଷ କିଣାନ ଦେଶର ଫଳ ଭୋଜନ କଲେ। ଜିଓସିଓ ପୁସ୍ତକରୁ କିଛି କଥା ଆପଣମାନଙ୍କୁ କହିବା ପାଇଁ ଚାହେଁ। ଆମେ ସମସ୍ତେ ଜାଣୁ ଯେ ବାଇବେଲ ହେଉଛି ଗୋଟେ ଇତିହାସ ପୁସ୍ତକ ଅଟେ ଏବଂ ଇତିହାସକୁ ଦୋହରେଇବା ଅନେକ ସମୟରେ ଆମମାନଙ୍କର କର୍ତ୍ତବ୍ୟ କର୍ମ ଅଟେ। ପୁରାତନ ନିୟମ ରେ ଆମେ ଜାଣୁ ଯେ ମୋଶାଙ୍କ ଦ୍ୱାରା ଏ ସମସ୍ତ ପୁସ୍ତକ ଲେଖାଯାଇଅଛି। 5ଟି ପୁସ୍ତକ, ପ୍ରଥମ 5ଟି ପୁସ୍ତକ ମୋଶାଙ୍କ ଦ୍ୱାରା ଲିଖିତ। ଆଉ ମୋଶାଙ୍କର ନେତୃତ୍ୱ ପରେ ଜିହୋସିଓଙ୍କୁ ଏ ଦାୟିତ୍ୱ ଦିଆଯାଇଥିଲା ଯେ ସେ କିପରି ଲୋକମାନଙ୍କୁ କ'ଣ କରିବେ ନା ପ୍ରସ୍ତୁତ କରିବେ କିଣାନ ଦେଶକୁ ଅଧିକାର କରିବା ପାଇଁ, ପୁଣି କିଣାନ ଦେଶରେ ପ୍ରବେଶ କରିବା ପାଇଁ। ତେବେ ଅନେକ ଘାତ ପ୍ରତିଘାତ ଭିତରେ ପୁଣି ଅନେକ ଚ୍ୟାଲେଞ୍ଜିଂ ସିଚୁଏସନ, ଚୁନୌତି ଗୁଡ଼ାକର ମଧ୍ୟରେ ସେମାନଙ୍କୁ ଯିବାକୁ ପଡ଼ିଲା। ଯେ ପ୍ରକାର ଆମେ ବାକ୍ୟରେ ପଢ଼ିଲୁ, ମୁଁ 3ଟି କିମ୍ବା 4ଟି ସତ୍ୟତା ଏ ବାକ୍ୟରୁ ମୁଁ କହିବା ପାଇଁ ଚାହିଁବି। ଆଜି ସକାଳେ ପ୍ରଭୁ ଆମମାନଙ୍କୁ କହନ୍ତୁ। ତେବେ এই ଜିହୋସିଓ ପୁସ୍ତକରେ ଆମେ ଜାଣୁ ଯେ ସେମାନେ କିଭଳି ଭାବରେ ଶତ୍ରୁ ପକ୍ଷ ଉପରେ ବିଜୟ ଲାଭ କରିଥିଲେ ଏବଂ ପ୍ରତିଜ୍ଞାତ ଦେଶ ଯାହା କିଣାନ ତାକୁ ଅଧିକାର କରିବାକୁ ଓ ତାକୁ ଆପଣା ଆପଣା ମଧ୍ୟରେ ବଣ୍ଟନ କରିବାକୁ ସେମାନେ ଲାଗିଥିଲେ। ମୋଶାଙ୍କର ମୃତ୍ୟୁ ପରେ ଇସ୍ରାଏଲୀୟ ଗୋଷ୍ଠୀକୁ ଚଳେଇ ନେବା ପାଇଁ, କଢ଼େଇ ନେବା ପାଇଁ, ଲିଡରସିପ ଦେବା ପାଇଁ ମୁଖ୍ୟ ଚରିତ୍ର ଭାବେ ଜିହୋସିଓଙ୍କୁ ମନୋନୀତ କରାଯାଇଥିଲା। ଆଉ ଏଇ ଜିହୋସିଓ
मूसाଙ୍କର ପରିଚାରକ ଥିଲେ, କିନ୍ତୁ ବର୍ତ୍ତମାନ ସେ ନେତା ଭାବରେ ଅଭିହିତ ହେଇଛନ୍ତି ଏବଂ ଲୋକମାନଙ୍କୁ ଚଳେଇ ନଉଛନ୍ତି, ଯାହାକି ବହୁତ ବଡ଼ କଠିନ କାର୍ଯ୍ୟ ଅଟେ। ତଥାପି ଏଇ ଇସ୍ରାଏଲୀୟ ମାନଙ୍କୁ ପରମେଶ୍ୱର ଯୋଉ ସମସ୍ତ ପ୍ରତିଜ୍ଞା ମାନ ଦେଇଥିଲେ, ନିୟମ ମାନ ଦେଇଥିଲେ, ଚୁକ୍ତି ଗୁଡାକ ଦେଇଥିଲେ, ସେଇ ସମସ୍ତ ଚୁକ୍ତି ଅବ୍ରାହମ, ଇସାକ ଏବଂ ଜାକବଙ୍କ ଜୀବନରେ ଯୋଉ ସମସ୍ତ ଚୁକ୍ତି ଥିଲା, ତା ମଧ୍ୟରେ ଅନ୍ତର୍ଭୁକ୍ତ ଈଶ୍ୱରଙ୍କର ବା ପରମେଶ୍ୱରଙ୍କର ପ୍ରତିଜ୍ଞା ସମୂହକୁ ମଧ୍ୟ ସେମାନେ ରକ୍ଷା କରି କରି ଯେପରି ଗମନ କରିବେ ଏବଂ ପରମେଶ୍ୱରଙ୍କ ଦ୍ୱାରା ଦତ୍ତ ବ୍ୟବସ୍ଥାକୁ ମାନି ଚାଲିବେ, ଚଳିବେ, ମାନିବେ ଏବଂ ଜୀବନକୁ ସେଭଳି ଭାବରେ ଚଳେଇ ନେବେ, ଏଇ ସମସ୍ତ କଥାର ଗୁରୁତ୍ୱ ସେ ସ୍ଥାନରେ ବା ଏଇ ଜିହୋସିଓ ପୁସ୍ତକରେ ଆମେ ଦେଖିବାକୁ ପାରୁଛୁ। ଜିହୋସିଓ ନାମର ଅର୍ଥ ହଉଛି ଯେ ସଦାପ୍ରଭୁ ରକ୍ଷା କରନ୍ତି ବା ରକ୍ଷା କରିବେ ବା ଉଦ୍ଧାର କରିବେ। ଆଉ ଏଇ ଉଦ୍ଧାରର କାର୍ଯ୍ୟ ଏବଂ ବିଜୟର କାର୍ଯ୍ୟ ସମ୍ପର୍କୀୟ କଥା ଆମେ ଏ ସ୍ଥାନରେ ଦେଖିବାକୁ ପାରୁଛୁ। ତେବେ ଏଇ 5 ଅଧ୍ୟାୟର ପୂର୍ବରୁ ଆମେ ଯେତେବେଳେ ଦେଖୁଛୁ 3 ଅଧ୍ୟାୟରେ ଏବଂ 4 ଅଧ୍ୟାୟରେ ସେମାନେ କିଭଳି ଭାବରେ ଜର୍ଦ୍ଦନ ପାରି ହେଇଥିଲେ, ସେଇ ଆଶ୍ଚର୍ଯ୍ୟ କର୍ମ ଗୁଡାକ ସେମାନଙ୍କର ସ୍ମରଣରେ ଆଣୁଛି ଏବଂ ପରମେଶ୍ୱର କିଭଳି ଭାବରେ ସେମାନଙ୍କୁ ମିଶର ଦେଶରୁ ଉଦ୍ଧାର କରିଥିଲେ ଦାସତ୍ୱ ଅବସ୍ଥାରୁ, ବିଭିନ୍ନ ରକମର ଆଶ୍ଚର୍ଯ୍ୟ କର୍ମ ଦ୍ୱାରା, ବିଭିନ୍ନ ରକମର ଚିହ୍ନ ଲକ୍ଷଣ ଦ୍ୱାରା, ପୁଣି ସେ ସେମାନଙ୍କୁ ପ୍ରାନ୍ତରରେ କିଭଳି ଭାବରେ ସମ୍ଭାଳିଲେ, ଚଳେଇଲେ, ରାତ୍ରି କାଳରେ ମେଘସ୍ତମ୍ଭରେ ଏବଂ ଅଗ୍ନିସ୍ତମ୍ଭରେ, ଦିନ ବେଳେ ମେଘସ୍ତମ୍ଭରେ, ପୁଣି ସେ ସେମାନଙ୍କୁ ମାନା ଯୋଗେଇଥିଲେ, ଭାଟୋଇ ପକ୍ଷୀ ଯୋଗେଇଥିଲେ ଖାଇବା ପାଇଁ, ତାପରେ ସେମାନଙ୍କୁ ପଥରରୁ ପାଣି ବାହାର କରିଥିଲେ। ଏ ସମସ୍ତ କେତେକ ଆଶ୍ଚର୍ଯ୍ୟ କର୍ମ ଗୁଡାକ ଆମେ ସମସ୍ତେ ଜାଣୁ। ତାପରେ ସେ ସେମାନଙ୍କୁ ଶତ୍ରୁ ମାନଙ୍କର ପକ୍ଷରୁ କେମିତି ରକ୍ଷା କରୁଥିଲେ, ସୁରକ୍ଷା ଦଉଥିଲେ, କେତେ ଚ୍ୟାଲେଞ୍ଜିଂ ସିଚୁଏସନ, ଗୋଟେ ପରେ ଗୋଟେ କେତେ ଶତ୍ରୁ ମାନଙ୍କର ସହିତ ସେମାନଙ୍କୁ ଯୁଦ୍ଧ କରିବାକୁ ପଡୁଥିଲା ଏବଂ ବିଜୟ ହାସଲ କରୁଥିଲେ। ସେମାନଙ୍କ ସପକ୍ଷରେ ପରମେଶ୍ୱର ଯୁଦ୍ଧ କରୁଥିଲେ ଆଉ ସେମାନଙ୍କୁ ଛାଉଣି କରି କରି ସେମାନଙ୍କୁ ସେ ନେଇ ଯାଉଥିଲେ, ସୁରକ୍ଷା କରିକିରି ନେଇ ଯାଉଥିଲେ। ପୁଣି ସେମାନଙ୍କୁ ଏ ପ୍ରକାର ଭାବରେ ସେ କପଡା ଦେଇଥିଲେ ଯୋଉ କପଡା 40 ବର୍ଷ ପର୍ଯ୍ୟନ୍ତ ଜୀର୍ଣ୍ଣ ଶୀର୍ଣ୍ଣ ହେଇନଥିଲା, ଯୋଉ ସ୍ୟାଣ୍ଡେଲ ପିନ୍ଧିଥିଲେ, ଯୋଉ ଚପଲ ଜୋତା ପିନ୍ଧିଥିଲେ ସେମାନେ 40 ବର୍ଷ ପର୍ଯ୍ୟନ୍ତ ତାହା ଜୀର୍ଣ୍ଣ ଶୀର୍ଣ୍ଣ ହେଇନଥିଲା। ତାମାନେ କେତେ ରକ୍ଷକ ପରମେଶ୍ୱର, କିଭଳି ରକ୍ଷକ ପରମେଶ୍ୱର ଆମମାନଙ୍କର ପରମେଶ୍ୱର। କିନ୍ତୁ କୋଉମାନଙ୍କୁ? ଯୋଉମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ଓ ଭରସା ରଖନ୍ତି, ସେହିମାନଙ୍କୁ ପରମେଶ୍ୱର ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି। ଆଉ ସେ ସେମାନଙ୍କୁ କଣ କଲେ ନା ଏକ ବ୍ୟବସ୍ଥା ଦେଲେ, ଯୋଉ ବ୍ୟବସ୍ଥା ଦ୍ୱାରା ସେମାନେ କଣ କରିବେ? ଚାଲିବେ ଏବଂ ନିଜର ଜୀବନକୁ ସୁପରିଚାଳିତ କରିବେ। God gave them, God instructed them the law, ଆଉ ଯୋଉ ଲରେ ସେମାନେ କଣ କରିବେ? The ways of the Lord, ସଦାପ୍ରଭୁ ବିଷୟକ ଭୟ, ସଦାପ୍ରଭୁ ବିଷୟକ ପଥ ସେମାନେ ଜାଣିବେ, ଅବଲମ୍ବନ କରିବେ। ପୁଣି they will govern their lives, ସେମାନେ ନିଜ ନିଜର ଜୀବନକୁ କଣ କରିବେ ନା ପରିଚାଳନା କରିବେ ସେ ବ୍ୟବସ୍ଥା ଦେଲେ। ତେଣୁ ଏତିକି ଆମେ ଦେଖିବାକୁ ପାରୁଛୁ ଯେ ଇସ୍ରାଏଲ ଲୋକମାନେ ହଉଛନ୍ତି the people of the Lord, ସେମାନେ ପରମେଶ୍ୱରଙ୍କର ଲୋକ, ସଦାପ୍ରଭୁ ପରମେଶ୍ୱରଙ୍କର ଲୋକ। ତାପରେ the people of the law, ସେମାନେ ବ୍ୟବସ୍ଥାର ନିୟମର ଲୋକ ଅଟନ୍ତି। ତାପରେ ତୃତୀୟ କଥା ଦେଖିବାକୁ ପାରିବା ଯେ ସେମାନେ ହଉଛନ୍ତି the people of the land, okay, people of the Lord, people of the law and people of the land। ତାମାନେ ସଦାପ୍ରଭୁଙ୍କର ଲୋକ, ନିୟମର ଲୋକ ଏବଂ ପ୍ରତିଜ୍ଞାତ ଦେଶର ଲୋକ ସେମାନେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଜି ପୁରାତନ ବର୍ଷ 2025 କୁ ଆମେ ଅତିକ୍ରମ କରି ଆସିଅଛୁ। ଆମମାନଙ୍କ ଜୀବନରେ ଗୋଟେ ବଡ ବଡ ଜର୍ଦ୍ଦନ ଥିଲା, ଯୋଉ ଜର୍ଦ୍ଦନକୁ ଆମେ ଅତିକ୍ରମ କରି ସାରିଅଛୁ। ଏଇ ଜର୍ଦ୍ଦନକୁ ଅତିକ୍ରମ 2025 ସାଲର ଗୋଟେ ଜର୍ଦ୍ଦନ ଆମମାନଙ୍କ ସମ୍ମୁଖରେ ଥିଲା। ବିଭିନ୍ନ ପ୍ରକାରର ନଦ ନଦୀ ମଧ୍ୟ ଦେଇ ଆମେ ଗତି କରିଅଛୁ। ବିଭିନ୍ନ ପ୍ରକାରର ପାହାଡ, ଉପପାହାଡ, ପର୍ବତ, ଉପପର୍ବତ ମାନ, ଶିଖର ଗୁଡାକରେ ଆମେ ଚଢିଅଛୁ। ଉତ୍ଥାନ ପତନ, ରୋଗ ବ୍ୟାଧି ଏବଂ କଷ୍ଟ, ଦୁଃଖ, ଅଭାବ, ଅସୁବିଧା, ଅନାଟନ, ଏ ସମସ୍ତ ଭିତରେ ଆମେ ଗତି କରି ଏକ ଜର୍ଦ୍ଦନକୁ ଆମେ ପାର କରିଅଛୁ। ଆମମାନଙ୍କର ନିଜ ବୁଦ୍ଧିରେ ନୁହେଁ, ନିଜର କୌଶଳରେ ନୁହେଁ, ନିଜର ଚାଲାକିରେ ନୁହେଁ, ନିଜର ଚତୁରତାରେ ନୁହେଁ,
କିନ୍ତୁ ପରମେଶ୍ୱରଙ୍କର ଅନୁଗ୍ରହରେ। ଯେ ପ୍ରକାର ବାଇବେଲ କୁହେ ଯେ ତାହାଙ୍କର ବିବିଧ ଦୟା ସକାଶେ ଆମେ ବିନଷ୍ଟ ହେଇନାହୁଁ। ଆମମାନଙ୍କର ପ୍ରିୟଜନ ମାନଙ୍କୁ ଆମେ ହରେଇଛୁ ସତ, ଦୁଃଖର କୋହ, ଦୁଃଖର ଛାୟା ଆମମାନଙ୍କ ମଧ୍ୟରେ ହୁଏତ ଖେଳୁଛି ଏବେ ପର୍ଯ୍ୟନ୍ତ, କାରଣ 30-31 ଡିସେମ୍ବରରେ ଏବଂ ଜାନୁଆରୀ 1ରେ ମଧ୍ୟ ଅନେକ ଲୋକ ଚାଲି ଯାଇଛନ୍ତି। ହେଇପାରେ ଆମମାନଙ୍କର ପ୍ରିୟଜନ ମାନଙ୍କ ମଧ୍ୟରୁ କେତେକଙ୍କୁ ଆମେ ହରେଇଛୁ, କିନ୍ତୁ ମନେ ରଖିବା ଯେ ଆମେ ହଉଛୁ ଈଶ୍ୱରଙ୍କର ଲୋକ, ସଦାପ୍ରଭୁ ପରମେଶ୍ୱରଙ୍କର ଲୋକ ଏବଂ ସଦାପ୍ରଭୁ ପରମେଶ୍ୱରଙ୍କ ବ୍ୟବସ୍ଥାର ଲୋକ ଏବଂ ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରତିଜ୍ଞାତ ଦେଶର ଲୋକ। ଇସ୍ରାଏଲୀୟ ମାନଙ୍କୁ ଏ ପ୍ରକାର ଭାବରେ ଆଖ୍ୟା କରାଯାଉଥିଲା, ଆଜି ଆମମାନଙ୍କୁ ମଧ୍ୟ ସେଇ ଆଖ୍ୟା କରାଯାଉଅଛି। କାରଣ ଅବ୍ରାହମ, ଇସାକ ଏବଂ ଜାକବଙ୍କ ନିକଟରେ ଯେଉଁ ସମସ୍ତ ପ୍ରତିଜ୍ଞା ଦିଆଯାଇଥିଲା ତାକୁ ଇସ୍ରାଏଲୀୟ ଲୋକମାନେ, ଯୋଉ ପରବର୍ତ୍ତୀ ପୁରୁଷମାନେ ସେମାନେ ଏନ୍ଜୟ କରୁଛନ୍ତି। ଆଉ ଯୋଉ କିଣାନ ଦେଶକୁ ସେମାନେ ଅଧିକାର କରିବାକୁ ଯାଉଛନ୍ତି, କିଣାନ ଦେଶରେ ପ୍ରବେଶ କରିବାକୁ ଯାଉଛନ୍ତି ଏବଂ ସେଇ ସ୍ଥାନରେ ତାହାଙ୍କର ଯୋଉ ଗୌରବମୟ ଶୋଭା, ପ୍ରତିଭା, ପ୍ରଭା ଅଛି, ଆଲୋକ ଅଛି, ସେଥିର ଲୋକ ସ୍ୱରୂପ ହେଇକରି ସେମାନଙ୍କୁ ଜୀବନ ଯାପନ କରିବା ପାଇଁ ପ୍ରତିଜ୍ଞା ଦେଇଛନ୍ତି, କହୁଛନ୍ତି। ତ ଆଜି ଏଇ ପ୍ରଥମ ମାସର 7ମ ଦିନର ପ୍ରାତ କାଳରେ ଆମେ ଏତିକି ସମ୍ବାଦ ଶୁଣିବା ପାଇଁ ଚେଷ୍ଟା କରିବା, ପ୍ରିପେୟାରିଂ ଟୁ ଏଣ୍ଟର ୟୋର ଓନ୍ କ୍ୟାନାନ୍, ମାନେ ଆମମାନେ ନିଜ ନିଜର କିଣାନକୁ ପ୍ରବେଶ କରିବା ପାଇଁ କେମିତି ପ୍ରସ୍ତୁତ ହେବା। 3ଟି ବା 4ଟି ଷ୍ଟେପ୍ସ ମୁଁ କହିବା ପାଇଁ ଚାହିଁବି, ସୋପାନକୁ ମୁଁ କହିବା ପାଇଁ ଚାହିଁବି। ଯେମିତି କହିଲି ଯେ ସେମାନଙ୍କୁ ବିଭିନ୍ନ ରକମର ପଦକ୍ଷେପ ନେବାକୁ ପଡ଼ିଥିଲା, ଆଜି ଆମମାନଙ୍କୁ ମଧ୍ୟ ପଦକ୍ଷେପ ନେବାକୁ ପଡ଼ିବ। ଆମେ ଭାରତ ବର୍ଷରେ ଅଛୁ, ଭାରତ ଏକ ମହାନ ଦେଶ ଅଟେ, କିନ୍ତୁ ଯୋଉ ସମସ୍ତ ପରିସ୍ଥିତି ଭିତରେ ବର୍ତ୍ତମାନ ଭାରତ ଦେଶ ଗତି କରି ଚାଲୁଅଛି, ଆମେ ସମସ୍ତେ ଖବର କାଗଜରେ ଶୁଣୁଛୁ, ପଢୁଛୁ, ହ୍ୱାଟ୍ସଆପ୍ ମେସେଜ ଗୁଡାକରେ ମଧ୍ୟ ଆମେ ପାଉଛୁ ବିଭିନ୍ନ ରକମର ଭିଡିଓ ଗୁଡାକ। ଏଇ ବଡ଼ଦିନ ସମୟରେ ଆମମାନଙ୍କର ଦେଶର ମୁଖିଆ ଯିଏକି ମଣ୍ଡଳୀ ଗୃହକୁ ପ୍ରବେଶ କରିଥିଲେ ଏବଂ ସେଇ ସମୟରେ ଅନ୍ୟାନ୍ୟ ଜାଗାରେ ମଣ୍ଡଳୀ ମାନଙ୍କୁ ତୋଡଫୋଡ କରାଗଲା। ଏପରିକି ବଜାର ଛକ ମାନଙ୍କରେ, ରାସ୍ତା କଡ଼ରେ ଖ୍ରୀଷ୍ଟମାସ ଫାଦରର ଡ୍ରେସ୍ ବିକ୍ରି କରିବା ପାଇଁ ମଧ୍ୟ ଲୋକମାନେ ମରାପିଟା କରିଛନ୍ତି, ମନା କରୁଛନ୍ତି, ରୋକଠୋକ କରୁଛନ୍ତି। ଏଇ ପ୍ରକାର ପରିସ୍ଥିତି ଭିତରେ ଆମେ ସମସ୍ତେ ଗତି କରିଛୁ। ତେବେ କିଭଳି ଭାବରେ ଆମମାନେ ଏହି ନୂତନ ବର୍ଷର 2026 ସାଲର କିଣାନକୁ ଆମମାନେ ଅଧିକାର କରିବା, କିଣାନ ଦେଶକୁ ଆମମାନେ ଜୟ କରିବା, କିଣାନ ଦେଶରେ ଆମମାନେ ପ୍ରବେଶ କରିପାରିବା। ଆମର କିଣାନ ଆଜି କଣ ହେଇପାରେ, ଯୋଉ କିଣାନକୁ ଆମମାନେ ଏଣ୍ଟର କରିବା ପାଇଁ, ପ୍ରବେଶ କରିବା ପାଇଁ କି ପ୍ରକାର ପ୍ରସ୍ତୁତି ଆମମାନଙ୍କୁ ଦରକାର। ପ୍ରଥମ ପ୍ରସ୍ତୁତି ହଉଛି ଯାହା ଜିହୋସିଓ 5 ଅଧ୍ୟାୟ 1 ପଦରୁ 7 ପଦ ମଧ୍ୟରେ ଲେଖା ଅଛି। ତାକୁ ଇଂରାଜୀରେ ଯଦି ମୁଁ କହିବି, we must take the step of consecration ବୋଲିକରି, ଅର୍ଥାତ୍ ପବିତ୍ରତାର ଏକ ପଦକ୍ଷେପ ଆମମାନଙ୍କୁ ନେବାକୁ ପଡ଼ିବ, ପୃଥକୀକରଣର ଏକ ପଦକ୍ଷେପ ନେବାକୁ ପଡ଼ିବ। ବାକ୍ୟରେ ଲେଖା ଅଛି ଅସୁନ୍ନତ ଲୋକମାନଙ୍କୁ ସୁନ୍ନତ କରାଗଲା ବୋଲି। ତ ସୁନ୍ନତର ଏକ ପଦକ୍ଷେପ ଆମମାନଙ୍କୁ ନେବାକୁ ପଡ଼ିବ। ଆଉ ସେଇ ସୁନ୍ନତ ଶବ୍ଦର ପରିବର୍ତ୍ତେ ଯଦି ଆମେ ପବିତ୍ରତାର ଶବ୍ଦକୁ ବ୍ୟବହାର କରିବା ତାହେଲେ ମଧ୍ୟ ଭୁଲ ହେବ ନାହିଁ। ତେବେ ଏଇ ନୂତନ ବର୍ଷରେ ପ୍ରଭୁ ପ୍ରଥମ ଶିକ୍ଷା ଆମମାନଙ୍କୁ ଦେବା ପାଇଁ ଚାହାନ୍ତି, ଯେପରି ଆମମାନେ ଏକ ପବିତ୍ରତାର ପଦକ୍ଷେପ ନେଉ। ପ୍ରଥମ କଥା ହଉଛି ଆମମାନଙ୍କର ପରମେଶ୍ୱର ପବିତ୍ର ପରମେଶ୍ୱର। ଆମମାନେ ପ୍ରାର୍ଥନାରେ ମଧ୍ୟ ସ୍ୱୀକାର କରିଥାଉ। ପୁଣି ଆପଣମାନଙ୍କର ପାଖରେ ଯୋଉ ସମସ୍ତ ବାଇବେଲ ଅଛି ସେ ସ୍ଥାନରେ ଆପଣମାନେ ଦେଖିବେ ପବିତ୍ର ବାଇବେଲ ବୋଲିକରି ଲେଖା ଅଛି, ହୋଲି ବାଇବେଲ ବୋଲିକରି ଲେଖା ଅଛି, ରାଇଟ। ତ ବାଇବେଲ ଯଦି ପବିତ୍ର ହେଲା, ପରମେଶ୍ୱର ଯେ ଏ ବାକ୍ୟ ଦେଇଛନ୍ତି ସେ ପବିତ୍ର ହେଲେ, ସେ ମଧ୍ୟ କହୁଛନ୍ତି ଆମ୍ଭେ ଯେ ପ୍ରକାର ପବିତ୍ର ତୁମ୍ଭେମାନେ ସେ ପ୍ରକାର ପବିତ୍ର ହୁଅ। ଲେବି ପୁସ୍ତକରେ ଲେଖା ଅଛି, ପୁଣି ପ୍ରଥମ ପିତର ସେଥିରେ ମଧ୍ୟ ଲେଖା ଅଛି ପିତର ପୁସ୍ତକରେ, ଯେ ଆମମାନଙ୍କର ଆହ୍ୱାନକର୍ତ୍ତା ଯେଭଳି ପବିତ୍ର, ଆମମାନଙ୍କୁ ସେଭଳି ଭାବରେ ପବିତ୍ର ହେବାକୁ ପଡ଼ିବ। ଆମେ ପାଠ କଲୁ, ଯଦି ଆମେ ଆଉ ଆଗକୁ ଟିକେ ଫେରି ଯାଉ ତାହେଲେ ଆଦି ପୁସ୍ତକ 17 ଅଧ୍ୟାୟ ତାର 11ରୁ 14 ପଦରେ ଆପଣ ମାନେ ଦେଖିବେ ଯେ ଅବ୍ରାହମଙ୍କୁ ଏଇ ସୁନ୍ନତ ବିଧି କରିବା ପାଇଁ ଆଦେଶ ଦିଆଯାଇଥିଲା। ପ୍ରଥମ କମାଣ୍ଡ ସେ ସ୍ଥାନରେ ସେ ପାଇଥିଲେ। ଦ ଫାର୍ଷ୍ଟ କମାଣ୍ଡ ଦ ଲର୍ଡ ଗେଭ୍, ସମସ୍ତ ମନୁଷ୍ୟ ମାନଙ୍କୁ କଣ କରାଯିବ, ଅଷ୍ଟମ ଦିନରେ ସୁନ୍ନତ କରାଯିବ।
मेल चाइल्ड मानू अर्थात अंडीरा छुआ मानू अष्टम दिन रे सुन्नत करा जाउथला। सेमानकर गोटे अंगर लोम बा चमड़ा को टिके छेदन करा जाउथला। सेति हेतु से माने डिसेबल्ड होउथिले बा अ, अक्षम होउथिले युद्ध को जीवा निमंते, जोटा परवर्ती पर्यायर माने देखिबा को पारुछु। किंतु सेई सुन्नत विधि सेमानंक पई दिया जाइथिला। आ जेते लोक मिस्र रे जन्म हेइथिले सेमाने सुन्नत हेई सारिथिले अब्राहमंकर नियम अनुसारे। किंतु मिसर देशरू बाहरी आसु आसु पथ मध्यरे 40 वर्षर यात्रा मध्यरे प्रांतर रे जो माने जन्म ग्रहण करथिले सेमानंकर सुन्नत हेई नथेला। तेणु करी अब्राहमिक कवेनांट जहा अछि बा अब्राहमीय नियम जहा अछि, चुक्ति जहा अछि, तदनुसारे एमानंकु किणान देशरे प्रवेश करिबा पूर्वरु सुन्नत हेबार आवश्यक थिला। तेणु करी कुहा जाउछि जे दे मस्ट टेक द स्टेप ऑफ कॉन्सेक्रेशन बा पवित्रीकृत पृथकीकृत हेबार एक सुन्नत सेमानकु आवश्यक थिला। प्रिय बंधुगण, आमाने वर्षर शेषरे सारा वर्षर जेते पाप अपराध करिथाउ आमाने 31 डिसेम्बर राति अनेक लोक अछंती, अनेक ख्रिस्टियन अछंती जो माने धारावाहिक भावरे चिराचरित भावरे पारंपरिक भावरे से माने कौन करंती ना स्वीकार करंती, प्रभु मु ए प्रकार पाप करिथिली, मु ए अपराध करिथिली, मते क्षमा कर दियो। प्रतिदिन पाप करंती अथच क्षमा चाहंती नाही, किंतु वर्ष शेष हला दिन आउ बा से किछि मुहूर्त पूर्वरु से माने पाप स्वीकार कर दियंती। तापरे वर्ष आरंभ हुए, नुआ वर्ष रे नुआ प्रतिज्ञा। द्वितीय करंती 5:17 प्रचार करा जाए, किंबा जिसाया पुस्तक 43:18-19 प्रचार करा जाए। देखो आम्बे सबु किछि नूतन करिबा, ए समस्त कथा लोकंक जीवन रे कुहा जाय थाए। आ लोक माने प्रथम मास प्रथम सप्ताह किंबा द्वितीय सप्ताह पर्यंत ठीक ठाक टिके चलिबा पाई चेष्टा करंती, उद्यम करंती, प्रचेष्टा करंती। तापरे परे जेमिति को सेमिति, जेसा को तेसा, जीवन आउ बदले नाही। पुनर्बार पुरातन विषय सबुरे मन लागि जाए। कलस्य पुस्तक रे पाउल मानकु रिमाइंड करंती बा मानकु मने पकई दियंती जे 3 अध्याय तार 1 पदरु 8 पदरे जदि आपण माने पढ़िबे से स्थान रे नूतन स्वभाव केमिति ख्रिस्ट विश्वासी माने ख्रिस्टंकर अनुगमनकारी माने धारण करिवे से विषय रे लिखा अछि। एवं कौ कौ विषय रे सेमानंकु पृथकीकृत हेबा आवश्यक से कथा मध्य उल्लेख करा अछि। ताहा ही आमानक निमंते एक पवित्रतार पदक्षेप गुड़ाक दयाकरी पढ़ंतु। कलसिय 3:1-8 शीघ्र टिके पढ़िए। तुम्भे माने जेबे ख्रीष्टଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେ ଊର୍ଦ୍ଧ୍ୱ ସ୍ଥାନର ବିଷୟ ସବୁ ଅନ୍ୱେଷଣ କର। ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ, କାରଣ ତୁମ୍ଭେମାନେ ମରିଅଛ, ଆଉ ତୁମ୍ଭମାନଙ୍କର ଜୀବନ ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ଆମମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ। ଅତଏବ ତୁମ୍ଭମାନଙ୍କ ଶାରୀରିକ ଅଙ୍ଗ ପ୍ରତ୍ୟଙ୍ଗର କୁପ୍ରବୃତ୍ତି ଗୁଡାକ ଅର୍ଥାତ୍ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି ପ୍ରତିମା ପୂଜା ରୂପ ଲୋଭ, ଏହି ସବୁ ପ୍ରତି ମୃତ ହୁଅ। ଏହି ସବୁ ହେତୁରୁ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ। ପୂର୍ବେ ତୁମ୍ଭେମାନେ ମଧ୍ୟ ଏହି ସବୁ ବିଷୟରେ ଆସକ୍ତ ଥାଇ ସେହି ପ୍ରକାରେ ଆଚରଣ କରୁଥିଲ। କିନ୍ତୁ ଏବେ ତୁମ୍ଭେମାନେ ମଧ୍ୟ ଏହି ସବୁ ବିଷୟ ଅର୍ଥାତ୍ କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ, ଏହି ସବୁ ପରିତ୍ୟାଗ କର। ଆମେନ୍। धन्यवाद। केते सुंदर कथा। गोटे अंग को सेमानंकु बाहर करी से सुन्नत विधिर शिकार जेते बेले सेबारे हेले बा सुन्नत विधिर क्रियार बशवर्ती सेबारे जेते बेले से गोटे पीस ऑफ फ्लेश को दूर करा गला। आज आमान शरीर आम कौन कौन दूर करवा ए नूतन बरे जिते आम पदार्पण करियछु परमेश्वर विविध दया सकाशु, अनुग्रह सकाशु, करुणा सकाशु, मंगलदान सकाशु, उत्तमता सकाशु, विश्वस्तता सकाशु
ଆମ ଶରୀରରେ ଥିବା ଯୋଉ ଚିନ୍ତାଧାରା ଗୁଡାକ, ଯୋଉ ଜୀବନ ଶୈଳୀ ଗୁଡାକ, ଯୋଉ ସ୍ୱଭାବ ଗୁଡାକ, ଯୋଉ ଚରିତ୍ର ଗୁଡାକ, ଯୋଉ ଗୁଣାବଳୀ ଗୁଡାକ ପରମେଶ୍ୱରଙ୍କର ସହିତ ନିବିଡ଼ ସମ୍ପର୍କ ସ୍ଥାପନ କରିବାରେ ଯାହା ଆମମାନଙ୍କୁ ବାଧା ଦେଇଥାଏ। ଅନେକ ସମୟରେ ଆମେ କଣ ସିଜନାଲ ଖ୍ରୀଷ୍ଟିଆନ, ଇୟରଲି ଖ୍ରୀଷ୍ଟିଆନ, ଫେଷ୍ଟିଭ ଖ୍ରୀଷ୍ଟିଆନ। ଅନେକ ଖ୍ରୀଷ୍ଟିଆନ ଅଛନ୍ତି ଯୋଉମାନେ ବର୍ଷକୁ ଥରେ ଗିର୍ଜା ଆସିବେ, ହୁଏତ ଡିସେମ୍ବର 25ରେ ଆସିବେ, ନହେଲେ ଗୁଡ ଫ୍ରାଇଡେ ଆଉ ଇଷ୍ଟର ସଣ୍ଡେ ଦିନ ଆସିବେ। ପୁଣି ଏଇ ବଡ଼ଦିନ ଆଉ ନୂତନ ବର୍ଷ ବା ଡିସେମ୍ବର 25ରୁ ଜାନୁଆରୀ 1 ତାରିଖ ପର୍ଯ୍ୟନ୍ତ ଯୋଉ ସମସ୍ତ ଫେଷ୍ଟିଭିଟିର ସିଜନ, ଏ ଫେଷ୍ଟିଭ ସିଜନରେ ଲୋକମାନେ ବହୁତ ଉଦ୍ଯୋଗ ପ୍ରକାଶ କରନ୍ତି, ଦେଖାନ୍ତି, ହଁ, ଦେଖେଇ ହୁଅନ୍ତି। ଆମେ କଣ ସେଇ ପ୍ରକାର ଫେଷ୍ଟିଭ ଖ୍ରୀଷ୍ଟିଆନ କି, ଯେ ଖାଲି ଗୋଟେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନକୁ ଗୋଟେ ଫେଷ୍ଟିଭିଟି ଭାବରେ, ଫେଷ୍ଟିଭାଲ ଭାବରେ, ପର୍ବପର୍ବାଣୀ ଭାବରେ ଆମେ ପାଳନ କରିବା? ପ୍ରଭୁ ଯୀଶୁ ପ୍ରତ୍ୟେକ ଦିନ ଆମମାନଙ୍କ ହୃଦୟରେ ଜନ୍ମଗ୍ରହଣ କରିବା କଥା। ସେ ତ ଆସିଛନ୍ତି ଆମ ସହିତ ରହିବା ପାଇଁ। ସେ ମାଂସମୟ ଶରୀର ନେଇ ଆସିଲେ ଯେପରି ଆପଣଙ୍କ ସହିତ, ମୋ ସହିତ, ଆମ୍ଭମାନଙ୍କ ସହିତ ସେ ବାସ କରିବେ। ଟୁ ଡ୍ୱେଲ ୱିଥ୍ ଅସ୍ ହି କେମ୍। ଆମ ସହିତ ରହିବା ପାଇଁ ସେ ଆସିଲେ, ଆମ ପାଇଁ ମରିବା ପାଇଁ ସେ ଆସିଲେ, ଆମକୁ ପରିତ୍ରାଣ ଦେବା ପାଇଁ ଆସିଲେ। ଅନେକ କାରଣ ଅଛି କାହିଁକି ଆସିଲେ, ପ୍ରାୟ 15ରୁ 20ଟା କାରଣ ଅଛି। ମୁଁ ସେ ସବୁ ଏବେ କହିବି ନାହିଁ, ଖାଲି ଏତିକି କହିବା ପାଇଁ ଚାହିଁବି ଯେ ଅବ୍ରାହାମିକ କଭେନାଣ୍ଟ ଅନୁସାରେ ବା ଅବ୍ରାହାମୀୟ ନିୟମ ଚୁକ୍ତି ଅନୁସାରେ ଇସ୍ରାଏଲୀୟ ମାନଙ୍କୁ ସେମାନଙ୍କ ଶରୀରରୁ ଗୋଟିଏ ଅଙ୍ଗ, ବିଶେଷ କରି ମେଲ ଚାଇଲ୍ଡ, ପୁରୁଷ ବା ଅଣ୍ଡିରା ଛୁଆ ମାନଙ୍କର ଅଙ୍ଗରୁ ଗୋଟେ ମାଂସକୁ କଟାଗଲା, ବାହାର କରାଗଲା, ସେମାନଙ୍କୁ ସୁନ୍ନତ କରାଗଲା, ଅର୍ଥାତ୍ ସେମାନଙ୍କୁ ପବିତ୍ର କରାଗଲା, ଯେପରି ସେମାନେ ସେଇ ପବିତ୍ରତାକୁ, ସେଇ ସୁନ୍ନତ ବିଧିକୁ କଣ କରିବେ, ରିନ୍ୟୁ କରିବେ। ରିନ୍ୟୁ ଦ କଭେନାଣ୍ଟ ୱିଥ୍ ଦ ଲର୍ଡ, ପରମେଶ୍ୱରଙ୍କ ସହିତ, ସଦାପ୍ରଭୁ ପରମେଶ୍ୱରଙ୍କ ସହିତ ଏଇ ନିୟମରେ ସେମାନେ ପୁନର୍ନବୀକରଣ କରିବେ। ଆଜି ଆମେ ଯଦି ନବୀକରଣ ସେମାନେ କରିବେ, ତାହେଲେ କଣ କରିବେ, they will enjoy the blessings of the Lord and the victory of the Lord। ସେମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଆଶୀର୍ବାଦ ଲାଭ କରିବେ ଏବଂ ସଦାପ୍ରଭୁଙ୍କ ଠାରେ ବିଜୟର ଜୀବନ ଯାପନ କରିବେ। ଆଜି ନୂଆ ବର୍ଷରେ ଆମେ ଯେତେବେଳେ ପଦାର୍ପଣ କରୁଅଛୁ, ଗୋଟେ ସପ୍ତାହ ପାରି ହେବାକୁ ଯାଉଛି, ସପ୍ତମ ଦିନର ପ୍ରାତ କାଳରେ ଆମ ଶରୀରରୁ ମଧ୍ୟ କିଛି ବିଷୟ ଯାହା ଯାହା ମାନେ ପାଠ କଲୁ, ପାଉଲଙ୍କର ଲେଖା ଦ୍ୱାରା କଲସୀୟ ମଣ୍ଡଳୀକୁ ସେ ଯାହା ଲେଖିଲେ, ତଦନୁସାରେ ବିଭିନ୍ନ ବିଷୟ ସେ ସ୍ଥାନରେ ଲେଖିଛନ୍ତି। ବ୍ୟଭିଚାର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଷୟ, ଅନ୍ୟାନ୍ୟ ଚିନ୍ତାଧାରା, ଅନ୍ୟାନ୍ୟ ସ୍ୱଭାବ, ପ୍ରତିମା ପୂଜା ରୂପକ ଲୋଭ ଏବଂ ଅସୁଚିତା, କାମ, କୁଅଭିଳାଷ, ଏ ସମସ୍ତ ଆମ ଠାରୁ ଯେପରି ଦୂର ହୁଏ, ଆମ ଶରୀରରୁ ଦୂର ହୁଏ, ଆମର ଚିନ୍ତାଧାରାରୁ ଦୂର ହୁଏ, ଆମେ ଯେପରି ପୁନର୍ନବୀକରଣ କରିବା, ନିଜର ଜୀବନକୁ ନୂତନୀକୃତ କରିବା। 2 କରନ୍ତି 5:17 ଆମେ ତ ପଢୁଛେ ଯେ ଖ୍ରୀଷ୍ଟଙ୍କ ଠାରେ ଅଛି ସେ ନୂତନ ସୃଷ୍ଟି ହେଇଅଛି। If we are already in Christ, then we are a new creature, new creation। ପୁରୁଣା ସବୁ ଲୋପ ପାଇଯାଇଛି, ଦେଖ ନୂତନ ସବୁ ହେଇଯାଇଛି। ଯଦି ଆମର ସବୁ କିଛି ନୂଆ ହେଇଯାଇଛି, ଆଉ କାହିଁକି ପରମେଶ୍ୱର କହିବେ ଯେ ଆମ୍ଭେ ନୂତନ କରିବା? He will create a new heaven for us। ଆମର ଅଲ୍ଟିମେଟ ଲକ୍ଷ୍ୟ କଣ, ଆମର ଅଲ୍ଟିମେଟ ଗୋଲ କଣ ଖ୍ରୀଷ୍ଟିଆନ ଜୀବନରେ? ଯେ ଆମେ ମଲେ ସ୍ୱର୍ଗକୁ ଯିବା। ଆମର ଅସଲି କିଣାନକୁ ଯେତେବେଳେ ଆମେ ପ୍ରବେଶ କରିବା, ତା ପୂର୍ବରୁ ଆମକୁ ପ୍ରସ୍ତୁତି ଦରକାର, ପଦକ୍ଷେପ କେତେଟା ଦରକାର। ପ୍ରଥମ ପଦକ୍ଷେପ ହେଲା ପବିତ୍ରତାର ପଦକ୍ଷେପ, ତେଣୁ ଆମେ ନିଜ ନିଜକୁ ପବିତ୍ର କରୁ। 2 କରନ୍ତି 6 ତାର 17 ପଦରୁ ଯଦି 7 ପଦର 1 ପଦ ପର୍ଯ୍ୟନ୍ତ ମଧ୍ୟ ପଢିବେ, ସେ ସ୍ଥାନରେ ଲେଖା ଅଛି ବିଶ୍ୱାସୀ ସହିତ ଅବିଶ୍ୱାସୀର କି ସହଯୋଗ ବା କି ସହଭାଗିତା। ଜଣେ ବିଶ୍ୱାସୀ ଆଉ ଜଣେ ଅବିଶ୍ୱାସୀକୁ ବିବାହ କରୁଛି ଏବଂ ପରିବାର ଜଞ୍ଜାଳ ମଧ୍ୟରେ ସେମାନେ ଗତି କରନ୍ତି, ବିଭିନ୍ନ କଥା ସେ ସ୍ଥାନରେ ଲେଖା ଅଛି। ଆଉ ସେ ସ୍ଥାନରେ ତଳେ ତଳେ ଲେଖା ଅଛି ଯେ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା, ସେମାନେ ଆମ୍ଭର ଲୋକ ହେବେ। এই ସମସ୍ତ କଥା, ପୁଣି ପବିତ୍ରତାର କଥା ମଧ୍ୟ ସେ ସ୍ଥାନରେ ଲେଖା ଅଛି। 2 କରନ୍ତି 6 ତାର 17 ପଦରୁ 7 ପଦର 1 ପଦ ପର୍ଯ୍ୟନ୍ତ ଯଦି ପଢିବେ, ସେ ସ୍ଥାନରେ ସେ ସମସ୍ତ କଥା ଲେଖା ଅଛି। ତେବେ ମୁଁ ଏତିକି କହିବା ପାଇଁ ଚାହିଁବି ଯେ ଆମେ ହଉଛୁ ମାର୍କଡ ପିପୁଲ, ମାନେ ମୁଦ୍ରାଙ୍କିତ ଲୋକମାନେ। ଆମମାନଙ୍କୁ ଗୋଟେ ଗୋଟେ ମୋହର ଲଗାଯାଇଛି। ପାଉଲ କହନ୍ତି ଯେ ମୁକ୍ତି ଦିବସ ନିମନ୍ତେ ତୁମମାନଙ୍କୁ ମୁଦ୍ରାଙ୍କିତ କରାଯାଇଛି। ଯଦି ଆମେ ଅଲରେଡି ରିଡିମ୍ଡ ପିପୁଲ,
ଆମେ ଉଦ୍ଧାର ପ୍ରାପ୍ତ ଲୋକମାନେ, and we have to renew our covenant with the Lord. ପ୍ରଭୁ ପରମେଶ୍ୱରଙ୍କ ସହିତ ଆମମାନଙ୍କର ନିୟମକୁ ପୁନର୍ନବୀକରଣ କରିବା ଦରକାର, ତାଙ୍କର ଆଶୀର୍ବାଦକୁ ଅନୁଭବ କରିବା ପାଇଁ, ତାଙ୍କର ପବିତ୍ରତାର ସହିତ ଏକ ସମ୍ପର୍କରେ ବଜାୟ ରହିବା ପାଇଁ ଏବଂ ଭିକ୍ଟୋରିୟସ୍ ଲାଇଫ ଜୀବନ ଯାପନ କରିବା ପାଇଁ। କାରଣ ଆମେ ହେଉଛୁ ଈଶ୍ୱରଙ୍କର ଲୋକ, ବ୍ୟବସ୍ଥାର ଲୋକ ଏବଂ ପ୍ରତିଜ୍ଞାତ ଦେଶର ଲୋକ। ଏ ଭାରତ ଦେଶରେ ଆମମାନେ ଚିରକାଳ ରହିବା ନାହିଁ। ଭାରତରୁ ଖ୍ରୀଷ୍ଟିଆନ ମାନଙ୍କୁ ବାହାରି ଯିବା ପାଇଁ କୁହାଯାଉଛି, ଯେହେତୁ ଏହା ଗୋଟେ ହିନ୍ଦୁ ରାଷ୍ଟ୍ର ହେଇଗଲାଣି ବୋଲି ଯୋଉମାନେ କିଛି ଜାଣନ୍ତି ହିଁ ନାହିଁ ସେମାନେ ହୁଙ୍କାର ଛାଡୁଛନ୍ତି ଏବଂ ଖ୍ରୀଷ୍ଟିଆନ ମାନଙ୍କ ପ୍ରତି ଯୋଉ ପ୍ରକାର ନିର୍ଯାତନା, ମାଇନରିଟିସ୍ କମ୍ୟୁନିଟିସ୍ ମାନଙ୍କ ପ୍ରତି ଯୋଉ ପ୍ରକାର ନିର୍ଯାତନା କରାଯାଉଅଛି, ଆଜି ତାହା ଇଣ୍ଟରନ୍ୟାସନାଲ ଲେଭେଲରେ ମଧ୍ୟ ଶୁଣାଗଲାଣି, ଶୁଭାଗଲାଣି ଏବଂ ବିଭିନ୍ନ ରକମର ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ମାନ ମଧ୍ୟ ନିଆଗଲାଣି ବା ନିଆଯିବ ଆଗକୁ। ପରମେଶ୍ୱରଙ୍କର ଲୋକମାନଙ୍କ ବିରୁଦ୍ଧରେ ଯୋଉମାନେ ଉଠିବେ, ପରମେଶ୍ୱର ସେମାନଙ୍କୁ ଛାଡ଼ିବେ ନାହିଁ। କିନ୍ତୁ ଆମେ ପରମେଶ୍ୱରଙ୍କର ଲୋକ ହିସାବରେ ତାଙ୍କର ସହିତ ଆମର ଘନିଷ୍ଠତା ବଜାୟ ରଖିବା ଦରକାର, ଏକ ବିଜୟୀ ଜୀବନ ଯାପନ ନିମନ୍ତେ, ଏକ ଆଦର୍ଶ ଖ୍ରୀଷ୍ଟୀୟ ଜୀବନ ନିମନ୍ତେ। କିନ୍ତୁ ବର୍ଷିକିଆ ଖ୍ରୀଷ୍ଟିଆନ ପରି ନୁହେଁ, ସିଜନାଲ ଖ୍ରୀଷ୍ଟିଆନ ପରି ନୁହେଁ, ଇୟରଲି ଖ୍ରୀଷ୍ଟିଆନ ପରି ନୁହେଁ, ଫେଷ୍ଟିଭ ଖ୍ରୀଷ୍ଟିଆନ ପରି ନୁହେଁ। ରିଏଲ ଖ୍ରୀଷ୍ଟିଆନ ଭାବରେ ଯଦି ଆମେ ଜୀବନ ଯାପନ କରିବା, ତାହେଲେ ଗଡ୍ ୱିଲ୍ ଡେଲିଭର ଅସ୍। ଯେମିତି ପରମେଶ୍ୱର ଏମାନଙ୍କୁ ବିଭିନ୍ନ ଶତ୍ରୁ ମାନଙ୍କର ପକ୍ଷରୁ ଉଦ୍ଧାର କରି କରି ଏମାନଙ୍କୁ ବାର ବାର ନଉଥିଲେ, ବିଜୟ ଦଉଥିଲେ। ଅମାଲେକୀୟ ମାନଙ୍କର, ପଲେଷ୍ଟୀୟ ମାନଙ୍କର, ପିରିଜୀୟ ମାନଙ୍କର, ଜିବୁସୀୟ ମାନଙ୍କର, ଗିର୍ଗାସୀୟ ଲୋକମାନଙ୍କର, ସମସ୍ତ ପ୍ରକାର ଲୋକମାନଙ୍କର ହାବୁଡରୁ ପରମେଶ୍ୱର ତାଙ୍କ ଲୋକମାନଙ୍କୁ ମାର୍କ କରିଦେଇଥିଲେ, ମାନେ ମାର୍କ ପିପଲ, ଗୋଟେ ଗୋଟେ ଚିହ୍ନ ଦେଇ ଦେଇଥିଲେ ଯେ ତୁମ୍ଭେ ଆମ୍ଭର ଲୋକ ଆଉ ଆମ୍ଭେ ତୁମ୍ଭର ପରମେଶ୍ୱର ହେବା। ଆଉ ସେଥିପାଇଁ ସେମାନଙ୍କୁ ସୁନ୍ନତ କରିବାକୁ ଦରକାର ପଡୁଥିଲା। ଅଧିକାର କରିବା ପୂର୍ବରୁ, ପ୍ରତିଜ୍ଞାତ ଦେଶକୁ ପ୍ରବେଶ କରିବା ପୂର୍ବରୁ ଯୋଉମାନେ ପ୍ରାନ୍ତରରେ ଜନ୍ମ ହେଇଥିଲେ ସେମାନଙ୍କୁ ସୁନ୍ନତ କରିବାକୁ ପଡୁଥିଲା। ଆଜି ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପାଇଛୁ, ବାପା ମା ହୁଏତ ପବିତ୍ରୀକୃତ ହେଇଛନ୍ତି, ସୁନ୍ନତ ହେଇଛନ୍ତି, କିନ୍ତୁ ପିଲାମାନେ ବର୍ତ୍ତମାନ ଆଧୁନିକ ଯୁଗରେ ଯୋଉ ପିଲାମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ଯଦି ସୁନ୍ନତ ହେବେ ନାହିଁ, ସେମାନେ ଯଦି ପବିତ୍ର ହେବେ ନାହିଁ, ତାହେଲେ ସେମାନେ ପ୍ରବେଶ କରିପାରିବେ ନାହିଁ। ପବିତ୍ରତା ନିଶ୍ଚିତ ଭାବରେ ଆବଶ୍ୟକ ଅଛି। ତେଣୁ ପ୍ରଥମ ପଦକ୍ଷେପ ଆମମାନଙ୍କର କିଣାନକୁ ଅଧିକାର କରିବା ପାଇଁ ଆମମାନେ ଯେପରି କଣ କରିବା ନା ନିଜ ନିଜକୁ ପବିତ୍ର କରିବା, ତେବେ ବା ପୃଥକୀକୃତ କରିବା, ସୁନ୍ନତ କରିବା। ଅସୁନ୍ନତ ଗୋଷ୍ଠୀ, ଅବିଶ୍ୱାସୀ ଗୋଷ୍ଠୀ, ଅଶୁଚି ଗୋଷ୍ଠୀ ମଧ୍ୟରେ ଆମେ ବାସ କରୁଅଛୁ। ଅନ୍ଧକାର ଭିତରେ ରହୁଥିବା, ଅନ୍ଧବିଶ୍ୱାସ ଭିତରେ ରହୁଥିବା ଲୋକମାନଙ୍କ ଭିତରେ ଆମେ ବାସ କରୁଅଛୁ। ତଥାପି ଆମେ ଏକ ପୃଥକୀକୃତ ଲୋକ ଭାବରେ କେମିତି ଜଣା ପଡିବ? ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କର ସତ୍କର୍ମ ଦେଖି ତୁମମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ତ ଆମମାନଙ୍କର ଆଲୋକ କେମିତି ଦେଖାଯିବ? ଆମେ ଯଦି ଅନ୍ଧବିଶ୍ୱାସୀ ମାନଙ୍କ ପରି ଜୀବନ ଯାପନ କରିବା, ବର୍ଷିକିଆ ଖ୍ରୀଷ୍ଟିଆନ ମାନଙ୍କ ପରି ଜୀବନ ଯାପନ କରିବା, ଫେଷ୍ଟିଭ ଖ୍ରୀଷ୍ଟିଆନ ମାନଙ୍କ ଭଳି ଫେଷ୍ଟିଭିଟି କରିବା, ତାହେଲେ ଆଉ ପୃଥକତା କଣ ରହିଲା? ପାର୍ଥକ୍ୟ କଣ ରହିଲା? We are a marked people. ଆମମାନେ ମୁଦ୍ରାଙ୍କିତ ଲୋକ ଅଠୁ। ପବିତ୍ର ଆତ୍ମାଙ୍କର ମୁଦ୍ରାଙ୍କ ଆମମାନଙ୍କ ପାଖରେ ଲାଗି ଯାଇଛି, ସେଭଳି ଭାବରେ ଜୀବନ ଯାପନ କରିବାର ଅଛି। ତେବେ ଲୋକ ଦେଖିବେ ଯେ ଏମାନେ ଟିକେ ଭିନ୍ନ ଲୋକ ଅଟନ୍ତି, ଏମାନେ ଅଲଗା ଲୋକ ଅଟନ୍ତି, ଏମାନେ ପୃଥକୀକୃତ ଲୋକ ଅଟନ୍ତି, ଏମାନେ ପବିତ୍ରୀକୃତ ଲୋକ ଅଟନ୍ତି, ଏମାନେ ସୁନ୍ନତ ଲୋକ ଅଟନ୍ତି। ତାପରେ ସେମାନେ ଆମମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ବାକ୍ୟରେ ଲେଖା ଅଛି ମାଥିଉ ପୁସ୍ତକରେ, ଫାରୁସି ଆଉ ସାଦୁକି ମାନଙ୍କର ଧାର୍ମିକତା ଅପେକ୍ଷା ତୁମର ଧର୍ମକର୍ମ ଅଧିକ ନହେଲେ ତୁମେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ସେ ଧର୍ମକର୍ମ କଥା ମୁଁ ଏଠି ଆଲୋଚନା କରିବା ପାଇଁ ଚାହୁଁନାହିଁ, କିନ୍ତୁ ଏତିକି କହିବା ପାଇଁ ଚାହିଁବି, ଆମ ଶରୀରରୁ କୁତ୍ସିତ ବାକ୍ୟ, ଆମ ମୁଖରୁ କୁତ୍ସିତ ବାକ୍ୟ, ଆମ ଶରୀରରୁ ଅସୁଚିତାପୂର୍ଣ୍ଣ ବିଭିନ୍ନ ବିଷୟ ଗୁଡାକ ଆମମାନଙ୍କୁ ଦୂର କରିବାକୁ ପଡିବ। ରୋମିଓ 6:1-2, ରୋମିଓ 6:11-12, ରୋମିଓ 13 ତାର 14 ପଦ ଯଦି ଆମେ ପଢିବା, ଏ ସମସ୍ତ ଆମମାନଙ୍କୁ ଉତ୍ସାହ ପ୍ରଦାନ କରିବ ଏ ଜଗତର ଢାଞ୍ଚାରେ ନ ଚାଲିବା ପାଇଁ, ଜଗତର ରୀତିନୀତି ଅନୁସାରେ ନ ଚାଲିବା ପାଇଁ। ରୋମିଓ 12 ତାର 2 ପଦରେ ମଧ୍ୟ ଲେଖା ଅଛି, ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, ଏ ସଂସାରର ରୀତିନୀତି ଅନୁସାରେ ଚାଲ ନାହିଁ। କିନ୍ତୁ ଅନେକ ଖ୍ରୀଷ୍ଟିଆନ ଆମେ ଅଛୁ ଯୋଉମାନେ ରୀତିନୀତି ଖ୍ରୀଷ୍ଟିଆନ, ପାରମ୍ପରିକ ଖ୍ରୀଷ୍ଟିଆନ, ଧାରାବାହିକ ଖ୍ରୀଷ୍ଟିଆନ ଭାବରେ ଜୀବନ ଯାପନ କରୁଛୁ। ପ୍ରଭୁ ଚାହାନ୍ତି ଯେପରି ଆମ ଶରୀରରୁ ଏ ଅସୁଚିତା ଗୁଡାକ ମାନେ ଦୂର କରିବା। We must take this step of consecration. ଆମେ ଏକ ପବିତ୍ରତାର, ପୃଥକୀକୃତତାର ଏକ ପଦକ୍ଷେପ ନଉ। ଦ୍ୱିତୀୟ ପଦକ୍ଷେପ କହିବି 8 ପଦରେ ଯାହା ମାନେ ପାଠ କଲୁ,
ତାର ଝିଓସିଓ 5 ଅଧ୍ୟାୟ 8 ପଦ ଆଉ ଥରେ ଟିକେ ପଢି ଦିଅନ୍ତୁ ଭଉଣୀ ଟିକେ। ସେଇ ସମସ୍ତ ଗୋଷ୍ଠୀ ଲୋକଙ୍କର ସୁନ୍ନତ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରେ ସେମାନେ ଛାଉଣି ମଧ୍ୟରେ ଆପଣା ଆପଣା ସ୍ଥାନରେ ସତେଜ ହେବା ପର୍ଯ୍ୟନ୍ତ ରହିଲେ। ଆମେନ୍। Praise the Lord. We must take this step of confirmation. ଦ୍ୱିତୀୟ କଥା ହେଉଛି ଯେ ଆମକୁ ଏ ପ୍ରକାର ଏକ ପଦକ୍ଷେପ ନେବାକୁ ପଡିବ ସୁନିଶ୍ଚିତତାର ବା ନିଶ୍ଚିତତାର ପଦକ୍ଷେପ। The step of confirmation. ପ୍ରଥମେ ଆମେ ଦେଖିଲୁ consecration, ଏବେ ଦେଖିବା confirmation. Okay? ଇସ୍ରାଏଲ ଲୋକମାନେ ଯେତେବେଳେ ଶତ୍ରୁମାନଙ୍କର ଟେରିଟୋରିରେ ଶତ୍ରୁମାନଙ୍କର ଇଲାକାରେ ସେମାନଙ୍କର ଛାଉଣି ସ୍ଥାପନ କରୁଥିଲେ, ସୁନ୍ନତ ହେବା ପରେ ଯେତେ ସବୁ ମେଲ୍ ଚାଇଲ୍ଡ ଇସ୍ରାଏଲରେ ଜନ୍ମଗ୍ରହଣ କଲେ, ମରୁପ୍ରାନ୍ତରରେ ଜନ୍ମଗ୍ରହଣ କଲେ, ସେମାନଙ୍କ ପାଖରେ କଣ ହେଲା, ଗୋଟେ ସେମାନେ ଯୁଦ୍ଧ ପାଇଁ ଆଉ ଯୋଗ୍ୟ ହେଇପାରିଲେ ନାହିଁ। ଆଦି ପୁସ୍ତକ 34 ଅଧ୍ୟାୟ ତାର 24 ଆଉ 25 ପଦରେ ସେ କଥା ଲେଖା ଅଛି। ଗୋଟେ ପ୍ରକାର ରୋଗରେ ସେ ପୁରୁଷ ମାନେ ଆକ୍ରାନ୍ତ ହେଲେ ବା ଚର୍ମ ଛେଦନ ପରେ ସୁନ୍ନତ କ୍ରିୟା ପରେ, କିନ୍ତୁ ସେମାନଙ୍କର ଯୋଉ ଓବିଡିଏନ୍ସ ଥିଲା ସଦାପ୍ରଭୁ ପରମେଶ୍ୱରଙ୍କର ଆଜ୍ଞା ପ୍ରତି, the obedience to the Lord's command for them to be circumcised was a supreme act of faith ବୋଲିକରି କୁହାଯାଏ। ଅର୍ଥାତ୍ ଅତି ଉଚ୍ଚ କୋଟିର ବିଶ୍ୱସ୍ତତା ବିଶ୍ୱାସ ସେମାନଙ୍କର ଥିଲା ସଦାପ୍ରଭୁ ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ ହେବା। ଏଇ ସୁନ୍ନତ କ୍ରିୟା ପରେ ପରେ ସେମାନେ ସଦାପ୍ରଭୁଙ୍କ ଉପରେ ଭରସା ରଖୁଥିଲେ, କାରଣ ସଦାପ୍ରଭୁ ସେମାନଙ୍କୁ ସୁରକ୍ଷା ଦଉଥିଲେ। ଯେତେ ସବୁ କ୍ୟାମ୍ପ ସେମାନେ ପ୍ରାନ୍ତରରେ କରି କରି ଯାଉଥିଲେ, ଶତ୍ରୁମାନେ ଆକ୍ରମଣ କରିବା ପାଇଁ ଆସୁଥିଲେ, ଯୁଦ୍ଧ କରୁଥିଲେ ଆଉ ହରେଇ ବି ଦଉଥିଲେ। ଆମେ ଜାଣିଛୁ ଯେ ମୋଶା ଯେତେବେଳେ ହାତ ଟେକି ପ୍ରାର୍ଥନା କରୁଥିଲେ ସେତେବେଳେ ଇସ୍ରାଏଲ ଜୟ ହେଲେ, ଆଉ ତାଙ୍କର ହାତ ତଳକୁ ଖସିଗଲେ ଅମାଲିକୀୟ ମାନେ ଜୟ ପାଉଥିଲେ। এই ପ୍ରକାର ଘଟଣା ଗୁଡାକ ଆମେ ଦେଖିଛୁ ପୂର୍ବରୁ। ଝିଓସିଓଙ୍କର ଲାଇଫରେ, ଝିଓସିଓଙ୍କର ଜୀବନରେ, ତାଙ୍କର ନେତୃତ୍ୱରେ ମଧ୍ୟ ଯେତେବେଳେ ଲୋକମାନେ କଢେଇ ନିଆଯାଉଛନ୍ତି, ସେଇ ସମୟରେ ମଧ୍ୟ এই ପ୍ରକାର ଘଟଣା ଗୁଡାକ ଘଟୁଛି। ଆଉ ସେମାନଙ୍କୁ ଶିଖଉଛନ୍ତି ଯେ ପରମେଶ୍ୱରଙ୍କ ଉପରେ କିପରି ଆମେ ଭରସା ରଖିବା ଏବଂ ସେ ଭରସାର ସୁନିଶ୍ଚିତତା ଯେପରି ସେମାନଙ୍କ ପାଖରେ ରହିବ। କାରଣ ପରମେଶ୍ୱର ସେମାନଙ୍କୁ, ଆମେ ଯେତେବେଳେ ହତାଶ ହଉ, ନିରାଶ ହଉ, ଦୁଃଖରେ ପଡିଯାଉ କିମ୍ବା ରୋଗରେ ପଡିଯାଉ, ସେତେବେଳେ ଆମେ କାହା ଉପରେ ନିର୍ଭର କରୁ? ଆମମାନଙ୍କର ବନ୍ଧୁମାନଙ୍କ ପାଖରେ, ଆମମାନଙ୍କର ପରିବାରର ଲୋକମାନଙ୍କ ପାଖରେ, ଆମମାନଙ୍କର ଫାଇନାନ୍ସରେ ଆମେ ନିର୍ଭର କରୁ କିମ୍ବା ଆମମାନଙ୍କର ମଣ୍ଡଳୀର ଲୋକମାନଙ୍କ ଉପରେ ଆମେ ନିର୍ଭର କରୁ। କିନ୍ତୁ ସଦାପ୍ରଭୁ ପରମେଶ୍ୱର ହିଁ ହଉଛନ୍ତି ଆମମାନଙ୍କର ନିର୍ଭର ସ୍ଥଳ, ଆଶ୍ରୟ ସ୍ଥଳ। ସେ ହଉଛନ୍ତି ଆମମାନଙ୍କର ଆଶା ଭୂମି। ତାଙ୍କ ଛଡା ଆମେ କିଛି କରିପାରିବା ନାହିଁ। We need to learn how to depend solely on him. ପରମେଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ, ଚୂଡାନ୍ତ ଭାବରେ କିପରି ଆମମାନଙ୍କୁ ନିର୍ଭର କରିବାକୁ ପଡିବ, ସେ ତାହା ମାନେ ଶିଖୁ। ଯୋହନ 15:5 କଣ ଲେଖାଗଲା? ଯେ ମୋ ଠାରେ ରୁହେ ମୁଁ ତା ଠାରେ ରୁହେ, ଆଉ ତାଙ୍କ ବିନା ମାନେ ଫଳ ଫଳି ପାରିବା ନାହିଁ। ତାଙ୍କ ଠାରେ ଆମମାନଙ୍କୁ ଲାଗି ରହିବାର ଅଛି। ପରିତ୍ରାଣର ନିଶ୍ଚୟତା ଜ୍ଞାନ ଆମମାନଙ୍କର ପ୍ରତ୍ୟେକଙ୍କର ରହିବାର ଅଛି ଯେ ଆଇ ଏମ୍ ରିଡିମ୍ଡ ପର୍ସନ, ଆଇ ଏମ୍ ଏ ସେଭଡ ପର୍ସନ, ଆଉ ମୁଁ ମାନେ ପରିତ୍ରାଣ ପ୍ରାପ୍ତ, ଉଦ୍ଧାର ପ୍ରାପ୍ତ, ମୁକ୍ତି ପ୍ରାପ୍ତ ଲୋକ ପରି ମତେ ଜୀବନ ଯାପନ କରିବାର ଅଛି। ତେବେ ମୁଁ ନିଶ୍ଚିତ ହେବି ଯେ ଆଜି ମଲେ ମଧ୍ୟ ମୁଁ ସ୍ୱର୍ଗକୁ ଯିବି। ଏଇ ଯୋଉ ସାଧାରଣ ଭାବରେ ଆମେ କହିଥାଉ, ଏ ବିଶ୍ୱାସ, ଏ ଭରସା ଆମମାନଙ୍କର ନିତାନ୍ତ ଭାବରେ ରହିବା ଆବଶ୍ୟକ ଅଟେ। ନୋହଙ୍କର ଜଳପ୍ଲାବନ ସମୟରେ ପରମେଶ୍ୱର ନୋହଙ୍କୁ ତାଙ୍କର ପରିବାରର 8 ପ୍ରାଣୀଙ୍କୁ କଣ କଲେ? ରକ୍ଷା କଲେ, ସୁରକ୍ଷା କଲେ। ୱାର୍ଲଡ ୱାଇଡ ଯେତେବେଳେ ଫ୍ଲଡ ହେଲା, ସାରା ଜଗତରେ ଯୋଉ ପ୍ଲାବନ ହେଲା, ଜଳପ୍ଲାବନ, ସେଇ ଜଳପ୍ଲାବନରେ ପରମେଶ୍ୱର ସେଇ ପରିବାରକୁ ରକ୍ଷା କଲେ। ଆଦି ପୁସ୍ତକ 6-9 ପଦ ପର୍ଯ୍ୟନ୍ତ ଯଦି ଆପଣ ମାନେ ପଢିବେ। ତାପରେ ଇସ୍ରାଏଲ ଦେଶରେ ଲୋକମାନଙ୍କୁ କଣ କରାଗଲା ନା ହତ୍ୟା କରାଗଲା। ଫାଷ୍ଟ ବର୍ନ ଚାଇଲ୍ଡ ମାନଙ୍କୁ ମିଶର ଦେଶରେ ହତ୍ୟା କରାଗଲା। କିନ୍ତୁ ଇସ୍ରାଏଲୀୟ ମାନଙ୍କର ପରିବାରରେ ଯୋଉ ପ୍ରଥମ ସନ୍ତାନ ଜନ୍ମ ହେଇଥିଲେ, ପୁରୁଷ ପିଲା ଜନ୍ମ ହେଇଥିଲା, ଅଣ୍ଡିରା ଛୁଆ ଜନ୍ମ ହେଇଥିଲା, ସେମାନଙ୍କୁ ସଦାପ୍ରଭୁ କଣ କଲେ? ସୁରକ୍ଷା କଲେ। ଯାତ୍ରା ପୁସ୍ତକ 12 ଅଧ୍ୟାୟରେ ଆପଣ ତାହା ପାଇପାରିବେ। ଯୋଉ ଦ୍ୱାରବନ୍ଧରେ, ବାଜୁବନ୍ଧରେ, ଲିଣ୍ଡଲ ଲେଭେଲରେ ରକ୍ତର ଛାପ ପ୍ରଭୁ ଦେଖିଲେ, ଗୋଟେ ମେଷ ମାରିବ ଏବଂ ସେ ମେଷର ରକ୍ତରେ ତୁମର ରକ୍ତର ଚିହ୍ନ ଲଗେଇବ କବାଟରେ ବା ଦ୍ୱାରବନ୍ଧରେ। ତାହେଲେ ପ୍ରଭୁ ଯେତେବେଳେ ପାସ୍ କରିବେ, ଭିଜିଟ କରିବେ
କୋଉ ପରିବାରରେ ରକ୍ତ ଲାଗିନାହିଁ ସେ ପରିବାରର ଅଣ୍ଡିରା ଛୁଆକୁ ସେ ସଂହାର କଲେ। କିନ୍ତୁ ଇସ୍ରାଏଲୀୟ ମାନଙ୍କର ପରିବାରରେ ଯଦି ଅଣ୍ଡିରା ଛୁଆ ଅଛି, ଫାଷ୍ଟ ବର୍ନ ଚାଇଲ୍ଡ ଅଛି, ପୁରୁଷ ଛୁଆ ଅଛି, ତାହେଲେ ତାକୁ ସୁରକ୍ଷା କଲେ ଆଉ ପାସ୍ ଓଭର କଲେ। ସେଥିପାଇଁ ପାସ୍ ଓଭର ବା ନିସ୍ତାର ପର୍ବ ପାଳନ କରାଯାଏ। ଆମେ ଜାଣୁ ସୈଦ୍ରକ ମୈଶ୍ରକ ଅବେଦନଗୋ ଖାଉ କିଭଳି ଭାବରେ ପରମେଶ୍ୱର ସେଇ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ସେମାନଙ୍କୁ ନିକ୍ଷେପ କରାଯାଇଥିଲା, ତଥାପି ସେଠି ସେ ପରମେଶ୍ୱର ସେମାନଙ୍କୁ ରକ୍ଷା କଲେ। ଦାନିଏଲ ପୁସ୍ତକ ତାର 3 ଅଧ୍ୟାୟରେ ସିଂହ ଗର୍ତ୍ତରେ ଦାନିଏଲଙ୍କୁ ନିକ୍ଷେପ ମାନେ ପକାଯାଇଥିଲା, ତାଙ୍କୁ ମଧ୍ୟ ପରମେଶ୍ୱର ରକ୍ଷା କଲେ। ଦାନିଏଲ 6 ଅଧ୍ୟାୟରେ ଆମେ ତାହା ଦେଖୁ। ଏଲିୟମଙ୍କ ଜୀବନରେ ଆମେ ଦେଖିବା ଯେ ପରମେଶ୍ୱର ଗୋଟିଏ ବିଧବାର ଗୃହରେ ପ୍ରଥମ ରାଜାବଳୀ 17 ଅଧ୍ୟାୟରେ ତାଙ୍କୁ ତାଙ୍କର ଭରଣ ପୋଷଣ କରେଇଲେ, ତାଙ୍କୁ ଖାଦ୍ୟ ଯୋଗେଇଲେ। ପୁଣି ଗୋଟେ ଲୋଭୀ ପକ୍ଷୀ କାଉ ଦ୍ୱାରା ରାଜପ୍ରସାଦରୁ ମାଂସ ଆଉ ରୁଟି ଆଣିକିରି ପରମେଶ୍ୱର ତାଙ୍କୁ ଖୁଏଇଲେ, ଭୋଜନ କରିବାକୁ ଦେଲେ। ପାଉଲଙ୍କ ଜୀବନରେ ଆମେ ଦେଖୁଛୁ 2 କରନ୍ତି ତାର 11 ଅଧ୍ୟାୟରେ 12 ଅଧ୍ୟାୟରେ କେତେ କଷ୍ଟ, କେତେ ନିର୍ଯାତନା ସେ ସହ୍ୟ କରିଛନ୍ତି, କିନ୍ତୁ ପରମେଶ୍ୱରଙ୍କର ଅନୁଗ୍ରହ ବା ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ମୋ ପାଇଁ ଯଥେଷ୍ଟ ବୋଲି ସେ ସ୍ୱୀକାର କଲେ। এই ପ୍ରକାର ଏକ ନିଶ୍ଚିତତା ରୂପକ ଜ୍ଞାନ ଆମମାନଙ୍କର ଆବଶ୍ୟକ। ଜିରିମିୟ 32ର 17 ପଦ ଟିକେ ପଢନ୍ତୁ। ଜିରିମିୟ 32ର 17 ପଦ, ପୁଣି 32ର 27 ପଦ, 17 ଏବଂ 27 ପଦ, 32 ଅଧ୍ୟାୟ ଜିରିମିୟ ପୁସ୍ତକ। ସେ ସ୍ଥାନରେ ପରମେଶ୍ୱର ଆମମାନଙ୍କୁ ଏକ ଆଶ୍ୱାସନାର ବାଣୀ ଦଉଛନ୍ତି। ହେ ପ୍ରଭୁ ପରମେଶ୍ୱରଙ୍କ ଉପରେ ସଦାପ୍ରଭୁ, ତୁମ୍ଭେ କୁହନ୍ତୁ। ଆପଣା ପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ। ତୁମ୍ଭର ଅସାଧ୍ୟ କିଛି ହିଁ ନାହିଁ। ତୁମ୍ଭେ ସହସ୍ର ସହସ୍ରର ପ୍ରତି ଦୟା ପ୍ରକାଶ କରୁଅଛ ଓ ପିତୃଗଣର ଅଧର୍ମ ପ୍ରତିଫଳ ସେମାନଙ୍କ ଉତ୍ତାରେ ସେମାନଙ୍କ ସନ୍ତାନଗଣର କୋଡ଼ରେ ଦେଉଅଛ। ତୁମ୍ଭେ ମହାନ ପରାକ୍ରାନ୍ତ ପରମେଶ୍ୱର, ସନ୍ଧ୍ୟାଧିପତି ସଦାପ୍ରଭୁ ତୁମ୍ଭର ନାମ। ପ୍ରେଜ୍ ଦ ଲର୍ଡ। 27 ପଦ ଟିକେ ପଢନ୍ତୁ। ଦେଖ, ଆମ୍ଭେ ସଦାପ୍ରଭୁ ସମଗ୍ର ମର୍ତ୍ତ୍ୟର ପରମେଶ୍ୱର, ଆମ୍ଭର ଅସାଧ୍ୟ କିଛି କିଛି ଅଛି? ତ ସଦାପ୍ରଭୁଙ୍କ ପାଖରେ କୌଣସି ଅସାଧ୍ୟ ବିଷୟ ନାହିଁ, ସେ ସବୁ କିଛି ସାଧନ କରନ୍ତି। ଆଜି ଆମମାନଙ୍କ ଜୀବନରେ ଯାହା କିଛି ଆମେ ଆବଶ୍ୟକ କରୁ, ଏ ବର୍ଷ ସାରାର ଜୀବନ ଯାତ୍ରା ପାଇଁ ଯାହା କିଛି ଆମମାନଙ୍କର ଅନପେକ୍ଷିତ ବିଷୟ ଗୁଡ଼ାକ ଅଛି, ଅଣଦେଖା ବିଷୟ ଗୁଡ଼ାକ ଅଛି, ଅବିଶ୍ୱାସର ବିଷୟ ଗୁଡ଼ାକ ଅଛି, ସେ ସବୁକୁ ଆମେ ନିଶ୍ଚିତ ହେବା ଆବଶ୍ୟକ ଯେ ମୋର ପରମେଶ୍ୱର ମୋ ସହିତ ଅଛନ୍ତି। ତାଙ୍କ ହାତରେ କୌଣସି ବିଷୟ ଅସମ୍ଭବ ନୁହେଁ। ଅସମ୍ଭବ ବିଷୟ ସକଳ ସେ ସମ୍ଭବ କରିବେ। ମୋ ଜୀବନର ସମସ୍ତ ପ୍ରାର୍ଥନାକୁ ସେ ଶୁଣିବେ। ଏ ବିଶ୍ୱାସ, ଏ ଭରସାରେ ଆମେ ଏ ନୂତନ ବର୍ଷରେ ଆମେ ଆଗେଇ ଚାଲୁ। ତେଣୁକରି we must take this step of confirmation, ସୁନିଶ୍ଚିତତାର ଏକ ଆଶାରେ, ଭରସାରେ, ବିଶ୍ୱାସରେ, ପ୍ରେମରେ ଆମେ ଜୀବନ ଯାପନ କରୁ, ପରିତ୍ରାଣରେ ଆମେ ଜୀବନ ଯାପନ କରୁ। ଏଫେସିୟ 3 ତାର 20 ପଦରେ ଲେଖା ଅଛି ଯେ he will do, ଆମେ ଯାହା କିଛି ଆବଶ୍ୟକ କରୁ ସେ ସବୁ କିଛି ଆମ ପାଇଁ କରିବେ। ଏହା ହେଲା ଦ୍ୱିତୀୟ କଥା। we must take this step of consecration and we must take this step of confirmation. ସମୟ ହେଲାଣି, ଆଉ 2-3 ମିନିଟରେ ଶେଷ କରିବି। ତୃତୀୟ କଥା କହିବି, we must take this step of contemplation. contemplation ମାନେ ଗୋଟେ ଧ୍ୟାନର ଏକ ପଦକ୍ଷେପ ଆମମାନଙ୍କୁ ନେବାର ଅଛି। ମେଡିଟେସନର ଗୋଟେ ପଦକ୍ଷେପ ନେବାକୁ ପଡ଼ିବ ଆମମାନଙ୍କୁ। ଆମମାନଙ୍କର ଚିନ୍ତାଧାରାକୁ, ଆମମାନଙ୍କର ମନକୁ, ଆମମାନଙ୍କର ହୃଦୟକୁ ପରମେଶ୍ୱରଙ୍କ ସହିତ ଆମେ କ'ଣ କରିବା? ଗୋଟେ ସଂଯୋଗ ସ୍ଥାପନ କରିବା ପାଇଁ। ଲୋକମାନେ ଅନ୍ୟ ଧର୍ମରେ କ'ଣ କରନ୍ତି ନା ଧ୍ୟାନ କରନ୍ତି। ପର୍ବତ ମାନଙ୍କ ମାନେ ପାହାଡ଼ ମାନଙ୍କୁ ଯାଆନ୍ତି, ପାହାଡ଼ରେ ସେମାନେ ଯାଇ କିମ୍ବା ଗୋଟେ ଗଛ ମୂଳେ ଯାଇ ସେମାନେ ଧ୍ୟାନ କରନ୍ତି। ଯେମିତି ବୁଦ୍ଧ ଧର୍ମରେ ଆମେ ଦେଖୁଛୁ ଯେ ଗୌତମ ବୁଦ୍ଧ କ'ଣ କଲେ? ହିନ୍ଦୁ ଧର୍ମକୁ ଛାଡ଼ିଲେ ଏବଂ ଗୋଟେ ପିପଲ ଟ୍ରି, ବୋଧି ଟ୍ରି ବୋଲିକିରି କହନ୍ତି, ସେ ପିପଲ ଟ୍ରିର ମୂଳରେ ବସିଲେ, ଧ୍ୟାନ କଲେ, ଆଉ ସେ ନିର୍ବାଣ ପାଇଲେ ବା ମୋକ୍ଷ ପାଇଲେ ବା ପରିତ୍ରାଣ ପାଇଲେ, ଏନଲାଇଟନମେଣ୍ଟ ପାଇଲେ ବୋଲିକିରି ବୁଦ୍ଧ ଧର୍ମରେ କୁହାଯାଇଥାଏ। ଗଛ ମୂଳେ ବସିକିରି ସେ ଜପିଲେ, ଧ୍ୟାନ କଲେ।
ଏବଂ ସେ ଏନଲାଇଟନମେଣ୍ଟ ପାଇଲେ। ଚାରୋଟି ବିଷୟକୁ ସେ ଦେଖିଥିଲେ ଯେ ଏ ସଂସାରରେ କାହିଁକି ଲୋକ ଦୁଃଖ ପାଉଛନ୍ତି, ସଂସାରରେ କାହିଁକି ଲୋକ ମରିଯାଉଛନ୍ତି। ଏ ସମସ୍ତ କଥାକୁ ଦେଖିକିରି ସେ ଭାବନାରେ ବିହଳିତ ହେଲେ ଏବଂ ଚିନ୍ତା କରୁ 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 ସେ ପିପଲ ଟ୍ରିର ସାମ୍ନାରେ ବସିକିରି ଚିନ୍ତା କରୁ କରୁ ସେ ପରିତ୍ରାଣ ପାଇଲେ। ଆମେ କେମିତି ପରିତ୍ରାଣ ପାଉଛୁ? ଗିର୍ଜା ଘରକୁ ଯାଇକିରି 10,000 ଟଙ୍କା ଦେଇକିରି ପରିତ୍ରାଣ ପାଉଛୁ। ପ୍ରଭୁଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା, ତାହାଙ୍କ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମେ ମାନେ ପରିତ୍ରାଣ ପାଇଅଛ। ତାହା ତୁମମାନଙ୍କର ନିଜର କ୍ରିୟାକର୍ମ ନୁହେଁ, ଆମମାନଙ୍କର କୌଣସି ଧର୍ମକର୍ମ ଦ୍ୱାରା ଆମେ ପରିତ୍ରାଣ ପାଇନଥାଉ। ପରିତ୍ରାଣ ପାଉ ପରମେଶ୍ୱରଙ୍କର ଅନୁଗ୍ରହରେ। ସେ ଅନୁଗ୍ରହ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ। God reaches us at Christ's expenses. Grace ଯାହାକୁ କୁହାଯାଏ GRACE, God reaches us at Christ's expenses. ଖ୍ରୀଷ୍ଟଙ୍କର ମୂଲ୍ୟରେ ପରମେଶ୍ୱର ଆମ ସହିତ ପହଞ୍ଚନ୍ତି, ଆଉ ସେଥିରେ ହିଁ ଆମମାନେ ସେ ଅନୁଗ୍ରହ ପାଉ, ସେଥିରେ ହିଁ ଆମମାନେ ବିଶ୍ୱାସ କରିବା ଦ୍ୱାରା ପରିତ୍ରାଣ ପାଉ। ଖ୍ରୀଷ୍ଟଙ୍କର ପ୍ରାୟଶ୍ଚିତ କାର୍ଯ୍ୟରେ ବିଶ୍ୱାସ କରିବା ଦ୍ୱାରା ଆମେ ପରିତ୍ରାଣ ପାଉ। ତେଣୁ ଆମମାନଙ୍କର ଏଇ ଯୋଉ ୱିଲ୍ଡରନେସ୍ ଏକ୍ସପିରିଏନ୍ସ, ଏଇ ଯୋଉ ଲୋକମାନେ କଣ କଲେ, ପ୍ରାନ୍ତରରେ ତୁମେ ମାନେ ମୋର ଉପାସନା କରିବା ପାଇଁ ଯାଅ, ମୋର ଆରାଧନା କରିବା ପାଇଁ ଯାଅ, ମୋର ଲୋକମାନଙ୍କୁ ଛାଡ଼ି ଦିଅ। ମୋସାଙ୍କୁ ଯେତେବେଳେ ପରମେଶ୍ୱର ପଠେଇଲେ ଯେ ତୁମେ ଯାଅ ଫାରୋଙ୍କୁ କୁହ ସେ ଆମ୍ଭର ଲୋକମାନଙ୍କୁ ଛାଡ଼ିଦେବେ, ଯଦ୍ୱାରା ସେମାନେ ଯିବେ ପ୍ରାନ୍ତରରେ ମୋର ଆରାଧନା କରିବେ, ମୋ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ। ଦେ ୱିଲ୍ କଣ୍ଟିନ୍ୟୁଅସଲି କଣ କରିବେ ନା 9 ପଦରେ ଆମେ ତାହା ଦେଖୁଛୁ ଯେ वी मस्ट टेक दिस स्टेप ऑफ कंटेम्पलेशन। ଝିଓସିଓ ତାର 5 ଅଧ୍ୟାୟର 9 ପଦରେ ଏ ଉତ୍ତାରେ ସଦାପ୍ରଭୁ ଝିଓସିଓଙ୍କୁ କହିଲେ, ଆଜି ଆମ୍ଭେ ତୁମ୍ଭମାନଙ୍କ ଠାରୁ ମିଶରର ଦୁର୍ନାମ ଘୁଞ୍ଚାଇଲୁ, ଏହେତୁ ଆଜି ଯାଏ ସେଇ ସ୍ଥାନର ନାମ ଗିଲଗଲ ବା ଘୁଞ୍ଚିବାର ରହିଲା। ସେ ସ୍ଥାନରେ ଗିଲଗଲ ବା ଗୋଟେ ଘୁଞ୍ଚିବାର ସ୍ଥାନ, ଗୋଟେ ରୋଲ୍ଡ ୱେ ସ୍ଥାନ, ରୋଲିଂ ବୋଲିକିରି ଇଂରାଜୀରେ କୁହାଯାଏ ତାକୁ। ତ ରିପ୍ରୋଚ ଅଫ ଇଜିପ୍ଟ ଯାହାକୁ କୁହାଯାଏ। ପରମେଶ୍ୱରଙ୍କର ସନ୍ତାନ ମାନେ ଆଜି ଆମମାନେ ବିଭିନ୍ନ ପ୍ରକାରର ଚାପରେ ବାସ କରୁଅଛୁ। ଏଇ ସମସ୍ତ ବିଷୟକୁ ଆଜି ଗିଲଗଲ ଭଳି ଘୁଞ୍ଚେଇ ଦିଆଯିବ ଆମମାନଙ୍କର ଜୀବନରେ। ପରମେଶ୍ୱର ତାହା ଘୁଞ୍ଚେଇବା ପାଇଁ ଚାହାନ୍ତି। ସେଥିପାଇଁ ଆମମାନଙ୍କୁ ମନେ ପକାଇ ଦିଆଯାଉଛି ଯେ ଆମମାନଙ୍କର ବିଶ୍ୱାସର ଜୀବନଯାତ୍ରା, ପରିତ୍ରାଣର ଜୀବନଯାତ୍ରା, ଶୁଦ୍ଧତାର ଜୀବନଯାତ୍ରା, ପୃଥକୀକୃତତାର ଜୀବନଯାତ୍ରା, ପବିତ୍ରତାର ଜୀବନଯାତ୍ରା, ପାପରୁ ବିମୁଖ ହେବାର ଜୀବନଯାତ୍ରା ସହିତ ଯେପରି ଆମମାନେ ଖ୍ରୀଷ୍ଟଙ୍କର ସହିତ ଗମନାଗମନ କରିବା। ଗୀତ ସଂହିତା 103 ତାର 12 ପଦ, ଜିସାୟ 38 ତାର 17 ପଦ, ଜିସାୟ 43 ତାର 25 ପଦ, ଜେରେମିୟ 50 20 ପଦ, ଏ ସମସ୍ତ ଆମମାନଙ୍କୁ କଣ କରିବ, ସାହାଯ୍ୟ କରିବ ଯେପରି ଆମମାନେ ଗୋଟେ କଣ୍ଟେମ୍ପଲେସନର ଜୀବନ ବା ଗୋଟେ ମେଡିଟେସନର ଜୀବନ, ଗୋଟେ ଧ୍ୟାନମୟ ଜୀବନ, ଗୋଟେ ଆଧ୍ୟାତ୍ମିକ ଜୀବନର ଗୋଟେ କଣ କରିବା, ଶାନ୍ତପୂର୍ଣ୍ଣ ଅବସ୍ଥାରେ ଯୋଉ ପରମେଶ୍ୱରଙ୍କ ସହିତ ମିଳିତ ହେବାର ଗୋଟେ କ୍ଷୁଧା, ପରମେଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରିବାର ଗୋଟେ କଣ କହିବି ତାକୁ, ଏକ ଧ୍ୟାନମୟ ଜୀବନ ଯାହାକୁ କୁହାଯାଏ। ଏ ପ୍ରକାର ଏକ ଧ୍ୟାନମୟ ଆତ୍ମିକ ଜୀବନ ଯାହା ପରମେଶ୍ୱରଙ୍କ ଠାରୁ ଆମେ ପ୍ରାପ୍ତ ହେବା, ସେଥିରେ ଆମର ଜୀବନ ଅନ୍ତର୍ନିହିତ ହେବା ଆବଶ୍ୟକ। ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ କହୁଛନ୍ତି ପୁରୁଣା ବିଷୟ ସବୁକୁ ଛାଡ଼ିଦିଅ, କିଭଳି ଭାବରେ ଜର୍ଦ୍ଦନ ତୁମେ ପାର ହେଲ ସେଟାକୁ ଭୁଲିଯାଅ, ବର୍ତ୍ତମାନ କେନାନକୁ କେମିତି ଅଧିକାର କରିବ ସେଥିପାଇଁ ପ୍ରସ୍ତୁତ ହୁଅ। ତ ଆଜି ଆମର ପୁରାତନ ବର୍ଷକୁ ଆମେ ଭୁଲିଛୁ, ପୁରାତନ ଘଟଣା ଗୁଡ଼ିକୁ ଆମେ ଭୁଲିଛୁ, ନୂଆ ବର୍ଷରେ ପଦାର୍ପଣ କରିଛୁ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଯେପରି ଏକ ଆତ୍ମିକ ଜୀବନର ଧ୍ୟାନପୂର୍ଣ୍ଣ ଜୀବନ ଆମେ ସଦାସର୍ବଦା ଅନବରତ ବଜାୟ ରଖିବା ଏବଂ ପାପ ଉପରେ, ଶୟତାନ ଉପରେ, ମୃତ୍ୟୁ ଉପରେ, ରୋଗ ବ୍ୟାଧି ଉପରେ ବିଜୟ ହାସଲ କରିବା। କେମିତି ହାସଲ କରିବା? ପ୍ରଭୁ ଦେବେ ସେ ବିଜୟ। ପ୍ରଭୁ ଆମ ସହିତ ଯୁଦ୍ଧ କରିବେ, ପ୍ରଭୁ ଆମ ସପକ୍ଷରେ ଯୁଦ୍ଧ କରିବେ, ପ୍ରଭୁ ଆମ ସପକ୍ଷରେ ଲଢ଼ିବେ। ପ୍ରଭୁ ଏ ଶୟତାନକୁ ଦୂର କରିଛନ୍ତି, ଶୟତାନର କାର୍ଯ୍ୟକୁ ବିନାଶ କରିବା ପାଇଁ ହିଁ ମନୁଷ୍ୟ ପୁତ୍ର ପ୍ରକାଶିତ ହେଲେ। ପ୍ରଥମ ଯୋହନ ତାର 3 ଅଧ୍ୟାୟର 5 ପଦ, 6 ପଦ, 8 ପଦରେ ଲେଖା ଅଛି ବା 9 ପଦରେ ଲେଖା ଅଛି। ତେଣୁ ସେଇ ପରମେଶ୍ୱର ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଏ ନୂତନ ବର୍ଷରେ ଆମେ ଆମର କିଣାନକୁ ଯେପରି ଅଧିକାର କରିବା ପାଇଁ ଯାଉଅଛୁ, ଆମର ଭାରତ ବର୍ଷକୁ ମଧ୍ୟ ଆମେ ଅଧିକାର କରିବା ପ୍ରଭୁ ଯୀଶୁଙ୍କ ନାମରେ। ଯେତେ ଯାହା ବାଧାବିଘ୍ନ ଆସୁନା କାହିଁକି, ଭାରତର ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବେ, ପରିତ୍ରାଣର ଅଧିକାରୀ ହେବେ। ଯେତେ ହିନ୍ଦୁ ରାଷ୍ଟ୍ର କରନ୍ତୁ, ଖ୍ରୀଷ୍ଟଙ୍କର ରାଜ୍ୟ ଏଠି ପ୍ରକାଶିତ ହଉ। କାହା ଦ୍ୱାରା ପ୍ରକାଶିତ ହବ? ଆମମାନଙ୍କ ଦ୍ୱାରା ପ୍ରକାଶିତ ହବ। ଯଦି ଆମମାନେ
ପବିତ୍ରୀକୃତ ଜୀବନ, ପୃଥକୀକୃତ ଜୀବନ, ସୁନ୍ନତ ଜୀବନ ଯାପନ କରିବା ଏବଂ ଏକ ଧ୍ୟାନମୟ ଜୀବନ ବା ଆତ୍ମିକ ଜୀବନ ଯାପନ କରିବା। ଆତ୍ମିକ ଜୀବନ କହିଲେ ଲୋକମାନେ ଭାବନ୍ତି ଯେ ଆତ୍ମାରେ ହିଁ କଥା କହିଲେ ଆତ୍ମିକ ଜୀବନ ହେଇଯିବ। ନାହିଁ, ସବୁବେଳେ ଖାଲି ପରଭାଷାରେ କହିବା କଥାର ଗୁରୁତ୍ୱ ମୁଁ ସ୍ଥାନରେ ଦେବା ପାଇଁ ଚାହୁଁନାହିଁ। ଆମମାନଙ୍କର ଜୀବନ ଶୈଳୀକୁ ବଦଳେଇବାର, ଯେମିତି କଲସିୟ 3 ଅଧ୍ୟାୟରେ ପାଉଲ ଆମମାନଙ୍କୁ କହିଲେ। ପ୍ରଥମ ଜୋନ୍ 1:9 ପଦରେ ମଧ୍ୟ ପ୍ରଭୁ ଆମମାନଙ୍କୁ କହନ୍ତି ଆମେ ହଉଛୁ ସିଟିଜେନ୍ସ ଅଫ୍ କିଙ୍ଗଡମ ଅଫ୍ ଗଡ, ଈଶ୍ୱରଙ୍କର ଲୋକ। ଆମମାନେ ଯେମିତି ଇସ୍ରାଏଲ ଲୋକମାନଙ୍କୁ କୁହାଗଲା they were the people of the Lord, people of the law and people of the land। ଆଜି ଆମେ ମଧ୍ୟ ସେଇ ଈଶ୍ୱରଙ୍କର ଲୋକ ଅଟୁ, ସେଇ ନିୟମର ଲୋକ ଅଟୁ ଏବଂ ପ୍ରତିଜ୍ଞାତ ଦେଶର ଲୋକ ଅଟୁ। ସ୍ୱର୍ଗରାଜ୍ୟ ଆମମାନଙ୍କର ଚିରସ୍ଥାୟୀ ବାସସ୍ଥାନ ଅଟେ। ଆଉ ସେଥି ନିମନ୍ତେ ଆମମାନେ ପ୍ରସ୍ତୁତ ହେବା ଆବଶ୍ୟକ। ଆଉ ପ୍ରସ୍ତୁତ ହେବା ନିମନ୍ତେ 3ଟା ପଦକ୍ଷେପ ପ୍ରଭୁ ଏ ନୂତନ ବର୍ଷରେ ନେବା ପାଇଁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଏବଂ ଆମମାନଙ୍କୁ ବଳିଷ୍ଠ କରନ୍ତୁ, ବିଜୟ ଦାନ କରନ୍ତୁ, ଯଦ୍ୱାରା ଆମମାନେ ଆମର କିଣାନକୁ ଆମମାନେ ଅଧିକାର କରିବା ଓ କିଣାନରେ ପ୍ରବେଶ କରିପାରିବା। ପ୍ରଭୁ ସମସ୍ତଙ୍କର ସହବର୍ତ୍ତୀ ହୁଅନ୍ତୁ, ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।